ଆମମାନଙ୍କ ସହିତ ଈଶ୍ୱର। And the world was asking, Herod was asking, where will the Christ be born? His title was Christ, a Messiah. ଆଉ ତାଙ୍କ ନାମ ମଧ୍ୟ ଜଗତ କହୁଛି ଯେ ଖ୍ରୀଷ୍ଟ, ତାଙ୍କ ନାମ ହଉଛି ମସିହ। Messiah means he is anointed. ମସିହର ଅର୍ଥ ହଉଛି ସେ ଆଉ ଅଭିଷିକ୍ତ। He is a deliverer. ସେ He is ଉଦ୍ଧାରକର୍ତ୍ତା, a deliverer expected to come. ଉଦ୍ଧାର ଅଟନ୍ତି। So the first arrival, Jesus came as a savior. He came as Emmanuel. He came as Christ the Messiah. ସେ ପ୍ରଥମେ ଉଦ୍ଧାରକର୍ତ୍ତା ଭାବେ, ଆମମାନଙ୍କ ସହିତ ଈଶ୍ୱର ଭାବେ ଏବଂ ମସିହ ଭାବେ ଆସିଲେ। So we also see that he is a Son of God who came to fulfill the desire, the will of the Father. ଆଉ ସେ ମଧ୍ୟ ଈଶ୍ୱରଙ୍କ ପୁତ୍ର ଭାବେ ଆସିଲେ ଏବଂ ତାଙ୍କର ଇଚ୍ଛା ପୂର୍ଣ୍ଣ କରିବା ପାଇଁ। So the first coming of Lord Jesus Christ, Jesus came as a Son of God and he fulfilled the will of the Father. ଆଉ ପ୍ରଥମ ନାମ ସେ ଈଶ୍ୱରଙ୍କ ପୁତ୍ର ଭାବେ ପିତାଙ୍କର ଇଚ୍ଛାକୁ ପୂର୍ଣ୍ଣ କରିବା ପାଇଁ ସେ ଆସିଲେ। Now we are waiting for the second coming of our Lord Jesus Christ. ବର୍ତ୍ତମାନ ଆମେ ଯୀଶୁ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନକୁ ଅପେକ୍ଷା କରିଅଛୁ। So according to John 1:12, whosoever believeth in his name, he is given the right to become the children of God, sons of God. ଆଉ ଯୋହନ 1:12 ଅନୁସାରେ ଯେଉଁମାନେ ତାଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ଈଶ୍ୱରଙ୍କ ସନ୍ତାନ ଅଟନ୍ତି। So now we as the sons of God are given that mandate to fulfill the will of the Father. ଆଉ ବର୍ତ୍ତମାନ ଆମମାନେ ଈଶ୍ୱରଙ୍କ ସନ୍ତାନ ଭାବେ ତାଙ୍କର ଇଚ୍ଛା ପୂର୍ଣ୍ଣ କରିବା ନିମନ୍ତେ ଏହା ଆମମାନଙ୍କର ଆବଶ୍ୟକତା ଅଟେ। So just as Jesus as a son of God fulfilled the will of the Father, ପିତା ଯେପରି ପୁତ୍ର ଯୀଶୁ ପିତାଙ୍କର ଇଚ୍ଛା ପୂର୍ଣ୍ଣ କରିବା ପାଇଁ ସେ ଜଣେ ବ୍ୟକ୍ତି ଅଟନ୍ତି, we as his sons of God are called to fulfill the will of the Father. ଆମମାନେ ମଧ୍ୟ ତାହାଙ୍କର ପୁତ୍ର କନ୍ୟା ଭାବେ ପିତାଙ୍କର ଇଚ୍ଛାକୁ ପୂର୍ଣ୍ଣ କରିବାର ବ୍ୟକ୍ତି ଅଟୁ। So this morning as you pray every day 5 a.m. ଆଉ ସବୁଦିନ ସକାଳେ ଆପଣମାନେ ଯୋଉ 4ଟା ବେଳୁ ପ୍ରାର୍ଥନା କରୁଛନ୍ତି, I pray God will fulfill his purpose through you. ମୁଁ ପ୍ରାର୍ଥନା କରେ ପରମେଶ୍ୱର ତାଙ୍କର ଇଚ୍ଛାକୁ ଆପଣଙ୍କ ଜୀବନରେ ପୂର୍ଣ୍ଣ କରନ୍ତୁ। First coming of Lord Jesus is already done. ଯୀଶୁଙ୍କର ପ୍ରଥମ ଆଗମନ, Jesus came as a baby, came as a savior, and he came to fulfill, remove the ଯୀଶୁ sins of ଜଣେ the ପୁତ୍ର world. ଭାବେ ଜଣେ ଛୁଆ ଭାବେ ଆସିଲେ ଆଉ ସେ ଜଗତର ପାପକୁ ଉଦ୍ଧାର କରିବା But ପାଇଁ now ଆସିଲେ। for the second coming of Jesus, ବର୍ତ୍ତମାନ ଯୀଶୁଙ୍କର ଦ୍ୱିତୀୟ ଆଗମନ, ଯୀଶୁଙ୍କର ଦ୍ୱିତୀୟ ଆଗମନ, you and me, we are the sons of God. You and me are the sons of God to fulfill the will of the Father. ଆପଣ ଆଉ ମୁଁ ଆମେ ଈଶ୍ୱରଙ୍କ ସନ୍ତାନ ଭାବେ ତାଙ୍କର ଇଚ୍ଛାକୁ ପୂର୍ଣ୍ଣ କରିବା। So as you pray, I wish and pray that God will make you fulfill the purpose and his plans through you. ଆଉ ମୋର ପ୍ରାର୍ଥନା ଆପଣମାନେ ଯୋଉ ପ୍ରାର୍ଥନା କରୁଛନ୍ତି ଈଶ୍ୱରଙ୍କର ଇଚ୍ଛା ତାଙ୍କ ଯୋଜନା ଅନୁସାରେ ଆପଣଙ୍କ ଜୀବନକୁ ପୂର୍ଣ୍ଣ କରନ୍ତୁ। The will of the Father is to go and preach the gospel to all the nations. ଈଶ୍ୱରଙ୍କର ଇଚ୍ଛା ହେଉଛି ସମଗ୍ର ଜଗତକୁ ଯାଇ ସେ ସୁସମାଚାର ପ୍ରଚାର କରିବା। So preach the gospel to everyone in your village, in your nearby house, near your house. ଆପଣ ସୁସମାଚାର ଆପଣଙ୍କ ଗାଁରେ ଆପଣଙ୍କ ଗାଁ ପାଖରେ ପ୍ରଚାର କରନ୍ତୁ। So God will bless your efforts 1,000-fold. ପ୍ରଭୁ 1000 ଗୁଣରେ ଆପଣଙ୍କୁ ଆଶୀର୍ବାଦ କରିବେ। God bless you. Thank you. Take care. Continue ବହୁତ your ଧନ୍ୟବାଦ। prayer. Thank you. ବହୁତ ଧନ୍ୟବାଦ। ସମସ୍ତଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। Thank you very much, sir.
Thank you. Thank you. Thank you. Continue. Yeah. Thank you. Over to Divya Uday sir. Thank you very much. ହଉ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ସମସ୍ତେ ଆମେ ହୋଲି ପ୍ରେଜ୍ ଦ ଲର୍ଡ ନମସ୍କାର କରିବା। ନମସ୍କାର ସାର୍, ପ୍ରେଜ୍ ଦ ଲର୍ଡ। ଓକେ, ସମସ୍ତେ ମ୍ୟୁଟ୍ କରିଛନ୍ତି, ସେଥିପାଇଁ ଟିକେ ଅସୁବିଧା ହେଇପାରେ। ହଉ ଠିକ୍ ଅଛି, ସମସ୍ତେ ଶୁଣି ପାରୁଛନ୍ତି କି ମୋ କଥା? ଶୁଣିପାରୁଛୁ ଶୁଣିପାରୁଛୁ। ସମସ୍ତେ ଭିଡିଓ ଖୋଲିବା, ଅନମ୍ୟୁଟ୍ କରିବା। ପ୍ରଭୁଙ୍କ ଦାସଙ୍କ ସହିତ ଟିକେ ଆମେ ଟିକେ ସମସ୍ତେ ଟିକେ ଅନମ୍ୟୁଟ୍ କରନ୍ତୁ ଆପଣଙ୍କର ଭିଡିଓଟା। ତ ସମସ୍ତେ ଓକେ, ଥ୍ୟାଙ୍କ ୟୁ ବହୁତ ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ। ଭୀଷଣ ଥଣ୍ଡା ହଉଛି କି? ଆଜ୍ଞା ସାର୍। ବହୁତ ଥଣ୍ଡା ହଉଛି ନା? ହଉ ଠିକ ଅଛି। ଆମମାନେ ପ୍ରଥମ ସପ୍ତାହରେ ଆମମାନେ କଣ ଶିଖିଥିଲୁ, କୋଉ ବିଷୟରେ ଶିଖିଥିଲୁ, କାହାର ମନେ ଅଛି? ସାର୍ ମନେ ଅଛି ସାର୍? ଟିକେ ରିପିଟ୍ କରି କ୍ୟାପ୍ କରନ୍ତୁ। ଓକେ ସାର୍, ଲୁକ 15 ପର୍ବ ଆଉ 17-21 ପଦ ପର୍ଯ୍ୟନ୍ତ ଆମେ ଆଲୋଚନା କରିଥିଲୁ। ଡେଟ୍ ଥିଲା 7/12/2025। ସେଠି ଆଲୋଚନା କରିଥିଲୁ ଅପବ୍ୟୟ ପୁତ୍ରଙ୍କ ବିଷୟରେ। ମନ ପରିବର୍ତ୍ତନ କଣ ଆଉ ଚେତନା କଣ, ଏ ବିଷୟରେ ଆମେ ଆଲୋଚନା କରିଥିଲୁ। ଆଜି ଥିଲା ଶିକ୍ଷା, ବାପାଙ୍କ ପାଖକୁ ଫେରି ଗଲା ପରେ ପୁଅ କଣ ସବୁ ପାଇବା ଯୋଗ୍ୟ ଅଟେ। ଓକେ, ଠିକ ଅଛି, ଠିକ ଅଛି। ଆମେ ଆଗକୁ ବଢିବା। ଆଉ ଗୋଟେ ସପ୍ତାହ ପରେ ଆମେ ସମସ୍ତେ ବଡ଼ଦିନ ପାଳନ କରିବା। ଏ ଉପଲକ୍ଷରେ ଗୋଟେ ଶାସ୍ତ୍ରାଂଶ ଧ୍ୟାନ କରିବା ଏବଂ ବୁଝିବା ପାଇଁ ଚେଷ୍ଟା କରିବା ହେଲା। ପ୍ରଭୁ ତୁମ ବାକ୍ୟ ଦ୍ୱାରା ଆପଣାର ପରିଚୟ ଦିଅ ଏବଂ ଆମମାନଙ୍କୁ ସମସ୍ତଙ୍କୁ ତୁମ ନିକଟବର୍ତ୍ତୀ କର। এই ନିବେଦନ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ପ୍ରଥମ ଯୋହନ 3:8 ପଦ ଜଣେ କେହି ପଢନ୍ତୁ। ପ୍ରଥମ ଯୋହନ 3:8 ପଦ। ଯେ ପାପ କରେ ସେ ଶୟତାନରୁ ଜାତ, କାରଣ ଶୟତାନ ଆରମ୍ଭରୁ ପାପ କରି ଆସୁଅଛି। ଶୟତାନର କାର୍ଯ୍ୟ ବିନାଶ କରିବା ଉଦ୍ଦେଶ୍ୟରେ ହିଁ ଈଶ୍ୱରଙ୍କ ପୁତ୍ର ପ୍ରକାଶିତ ହେଲେ। ଓକେ, ଦ୍ୱିତୀୟ ଭାଗଟା ଆଉ ଥରେ ପଢନ୍ତୁ। ଶୟତାନର କାର୍ଯ୍ୟ ବିନାଶ କରିବା ଉଦ୍ଦେଶ୍ୟରେ ହିଁ ଈଶ୍ୱରଙ୍କ ପୁତ୍ର ପ୍ରକାଶିତ ହେଲେ। ଓକେ, ତେବେ ଆଜି ଆମେ ବଡ଼ଦିନ ଉପଲକ୍ଷେ ପ୍ରଭୁ ଯୀଶୁ ଯେ ଜଗତରେ ଅବତୀର୍ଣ୍ଣ ହେଲେ, ତାଙ୍କର ଉଦ୍ଦେଶ୍ୟ କଣ? ଶୟତାନର କାର୍ଯ୍ୟ ବିନାଶ କରିବା ପାଇଁ। ଓକେ, ବହୁତ ଧନ୍ୟବାଦ। ଶୟତାନର କାର୍ଯ୍ୟ କଣ ତାହେଲେ? ଶୟତାନର କାର୍ଯ୍ୟ କଣ? ଅନ୍ଧକାରର କର୍ମ, ଲୋଭ, କ୍ରୋଧ, ଈର୍ଷା, ଅନ୍ୟକୁ ସ୍ୱାର୍ଥପରତା, ଆଉ ଦଳଭେଦ, ମତଭେଦ, ରଙ୍ଗରସ, ଏସବୁ ଶୟତାନ କାର୍ଯ୍ୟ। ଆଉ ଟିକେ ଭାବିକି କୁହ, ଶୟତାନର କୋଉ କାର୍ଯ୍ୟକୁ ବିନାଶ କରିବା ପାଇଁ ଈଶ୍ୱରଙ୍କ ପୁତ୍ର? ଯେଉଁମାନେ ପ୍ରଭୁଙ୍କ ଠାରେ ପ୍ରଭୁଙ୍କ ଠାରେ ଜଡ଼ିତ ହେଇ ରହିଥିବା ଲୋକମାନଙ୍କୁ ଯେଉଁ
ଲୋକମାନେ ପ୍ରଭୁଙ୍କର ଜଡ଼ିତ ହିଁ ରହୁଛନ୍ତି ସେମାନଙ୍କୁ ହିଁ ଶୈତାନ ଆକ୍ରାନ୍ତ ଆଟାକ୍ କରିଥାଏ। ନାଇଁ ନାଇଁ, ପ୍ରଶ୍ନଟା ହେଲା Yes. ଶୈତାନର କୋଉ କାର୍ଯ୍ୟକୁ ବିନାଶ କରିବା ପାଇଁ ଈଶ୍ୱରଙ୍କ ପୁତ୍ର ଅବତୀର୍ଣ୍ଣ ହେଲେ? ଆମେ ଦେଖିଲୁ ନା ଯୋଉଟା ପଢିଲୁ ପ୍ରଥମ ଆଲୋକ ଜହନ 3:18 ପାପ ବିନାଶ କରିବା ପାଇଁ ସାର୍। ଶୟତାନର କାର୍ଯ୍ୟ ବିନାଶ କରିବା ପାଇଁ, ଶୟତାନର କାର୍ଯ୍ୟ ବିନାଶ କରିବା ପାଇଁ। ତାହେଲେ ଶୟତାନର କାର୍ଯ୍ୟ କଣ କଣ? ପାପ କଣ ଗୋଟେ ସାର୍। ଶୟତାନର? ଶୈତାନର କାର୍ଯ୍ୟ ପାପକୁ ବିନାଶ କରିବା ପାଇଁ ଯୀଶୁ ଆସିଲେ। ଓକେ 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 ଓକେ, ଠିକ ଅଛି ଠିକ ଅଛି। ପାପର ଅର୍ଥଟା କଣ? ବାଧ୍ୟ। ଆଚ୍ଛା, ଜହନ 16:9 ଦେଖନ୍ତୁ ଏବଂ ପାପର ଡେଫିନେସନଟା କଣ କହିବେ? ପାପ ବିଷୟରେ, କାରଣ ସେମାନେ ମୋ ଠାରେ ବିଶ୍ୱାସ କରନ୍ତି ନାହିଁ। ପାପ କଣ ତାହେଲେ? ବିଶ୍ୱାସ ନ କରେ। ବିଶ୍ୱାସ ନ କରିବା। କାହାକୁ? ଯୀଶୁଙ୍କୁ। ନାଇଁ ନାଇଁ, ସେଇଠି ଆଉ ଥରେ ଦେଖ। ଈଶ୍ୱରଙ୍କୁ। ସେମାନେ ମୋ ଠାରେ ବିଶ୍ୱାସ କରନ୍ତି ନାହିଁ, ଏ କଥା କିଏ କହୁଛି? ଈଶ୍ୱର। ନାଇଁ ନାଇଁ, ଯୀଶୁ ଦେଖ, କହୁଛନ୍ତି। ଯୀଶୁ କହୁଛ। ଆଚ୍ଛା, ଯୀଶୁ କହୁଛନ୍ତି ମୋ ଠାରେ ବିଶ୍ୱାସ ନ କରିବା ଲୋକମାନେ ପାପ କରୁଛନ୍ତି। ହେଲା, ପାପର ଡେଫିନେସନ ହଉଛି ଯୀଶୁଙ୍କୁ ବିଶ୍ୱାସ ନ କରିବା। ତେବେ ଆମେ ଯୀଶୁଙ୍କୁ ବିଶ୍ୱାସ କରିଛୁ କି? Yes or no? କରିଛୁ ସାର୍। କରିଛୁ ସାର୍। ଓକେ, ଯୀଶୁଙ୍କୁ ବିଶ୍ୱାସ କରିଛୁ, ଠିକ ଅଛି। ଜହନ 17:3 ଦେଖନ୍ତୁ। ଆଉ एकमात्र सत्य ईश्वर जे तुम्भको ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ। ଓକେ, ତେବେ ଅନନ୍ତ ଜୀବନ କଣ? ଯୀଶୁ। ଯୀଶୁକୁ ଜାଣିବା। ଯୀଶୁଙ୍କୁ ଜାଣିବା। ନାଇଁ ନାଇଁ, ଆଉ ଥରେ ପଢିକି ଦେଖ, ସମ୍ପୂର୍ଣ୍ଣ ଉତ୍ତର ଜାଣିବାକୁ ପଡିବ। ହଁ, ଆଉ ଥରେ ପଢନ୍ତୁ। ଆଉ एकमात्र सत्य ईश्वर जे ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ। ତେବେ ଅନନ୍ତ ଜୀବନ କଣ? ଈଶ୍ୱରଙ୍କୁ ଈଶ୍ୱର ଓ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା। ଭେରି ଗୁଡ୍। ଈଶ୍ୱରଙ୍କୁ ଅର୍ଥ ସତ୍ୟ ଈଶ୍ୱରଙ୍କୁ, ଏକମାତ୍ର ସତ୍ୟ ଈଶ୍ୱରଙ୍କୁ ଏବଂ ତାଙ୍କର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ। ଅନ୍ୟ ଅର୍ଥ, ପିତା ଈଶ୍ୱର, ପୁତ୍ର ଈଶ୍ୱର ଏବଂ ପବିତ୍ରାତ୍ମା ଈଶ୍ୱରଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ। ହେଲା, ଆଉ ଥରେ କୁହନ୍ତୁ, ରିପିଟ କରନ୍ତୁ। ଅନନ୍ତ ଜୀବନ କାହାକୁ କୁହାଯାଏ? ଈଶ୍ୱର ଓ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ। ତାର ଅର୍ଥ କଣ? ତାର ଅର୍ଥ ତ୍ରିତ୍ୱ ଈଶ୍ୱରଙ୍କୁ ଜାଣିବା। ପିତା ଈଶ୍ୱର, ପୁତ୍ର ଈଶ୍ୱର ଏବଂ ପବିତ୍ରାତ୍ମା ଈଶ୍ୱରଙ୍କୁ, ତ୍ରିତ୍ୱ ଈଶ୍ୱରଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ। ହେଲା, ତେବେ ଆମେ ଶୈତାନର କାର୍ଯ୍ୟ ବିନାଶ କରିବା କେମିତି? ଈଶ୍ୱରକୁ ଜାଣିବା, ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କଲେ ହିଁ ପାପରୁ ବିନାଶ। ତ୍ରିତ୍ୱ ଈଶ୍ୱରଙ୍କୁ ବିଶ୍ୱାସ କରିବା ଦ୍ୱାରା ଶୈତାନର କାର୍ଯ୍ୟକୁ ବିନାଶ କରାଯାଏ। ହେଲା, ଶୈତାନର କାର୍ଯ୍ୟ କେମିତି ବିନାଶ ହବ?
ତ୍ରିଏକ ଈଶ୍ୱରଙ୍କୁ ଜାଣିବା ତ୍ରିତ୍ୱ ଈଶ୍ୱରଙ୍କୁ ଜାଣିବା ଦ୍ୱାରା ଅନନ୍ତ ଜୀବନ ପାଇବା ଦ୍ୱାରା ଶୈତାନର କାର୍ଯ୍ୟ ବିନାଶ କରାଯାଏ। ରିପିଟ୍ କରନ୍ତୁ, କଣ କହିଲି? ତ୍ରିତ୍ୱ ଈଶ୍ୱରଙ୍କୁ ଜାଣିବା ଦ୍ୱାରା ଆମେ ଶୈତାନର କାର୍ଯ୍ୟକୁ ବିନାଶ କରିପାରିବା। କାହାକୁ ଜାଣିବା ଦ୍ୱାରା? ତ୍ରିତ୍ୱ ଈଶ୍ୱର ତ୍ରିତ୍ୱ ପିତା ଈଶ୍ୱର। ତ୍ରିତ୍ୱ ପୁତ୍ର ଈଶ୍ୱରକୁ ଅର୍ଥ ପିତା ଈଶ୍ୱର, ପୁତ୍ର ପୁତ୍ର ଈଶ୍ୱର ଏବଂ ପବିତ୍ର ଆତ୍ମା ଈଶ୍ୱରକୁ ଜାଣି ଜାଣିବା ଦ୍ୱାରା ଆମେ ଶୈତାନର କାର୍ଯ୍ୟ ବିନାଶ କରିଥାଉ। ହେଲା। ତେବେ ବର୍ତ୍ତମାନ ମତେ ଜାଣିବାକୁ ହବ ଈଶ୍ୱରଙ୍କ ବିଷୟରେ, ଯୀଶୁଙ୍କ ବିଷୟରେ ଏବଂ ପବିତ୍ର ଆତ୍ମାଙ୍କ ବିଷୟରେ। ତିନି ତ୍ରିତ୍ୱ ଈଶ୍ୱରଙ୍କ ବିଷୟରେ ଜାଣିବାକୁ ନିଶ୍ଚିତ ଭାବରେ ବିଶ୍ୱାସରେ ପରିତ୍ରାଣ ପାଇବା ପାଇଁ ହେଲେ ତ୍ରିତ୍ୱ ଈଶ୍ୱରଙ୍କୁ ଜାଣିବାକୁ ହବ ଏବଂ ତା ଜାଣିବା ହିଁ ଅନନ୍ତ ଜୀବନ ଅଟେ। ହେଲା। ତେବେ ପ୍ରଭୁ ଯୀଶୁ କାହିଁକି ଜଗତରେ ଅବତୀର୍ଣ୍ଣ ହେଇଥିଲେ? ଶୈତାନର କାର୍ଯ୍ୟ ବିନାଶ କରିବା ପାଇଁ। ଓକେ, ଏଇଟା ସମସ୍ତେ ବୁଝିବା ଦରକାର। ଏଟା ଉଦ୍ଦେଶ୍ୟ କଣ? ଶୈତାନର କାର୍ଯ୍ୟକୁ ବିନାଶ କରିବା ପାଇଁ। ତେବେ ଶୈତାନ କଣ କଲା? ଶୈତାନ କଣ କରୁଛି? ଶୈତାନ ପରମେଶ୍ୱରଙ୍କର ଯୋଜନାକୁ ବିଫଳ କରିବା ପାଇଁ ଚେଷ୍ଟା କରୁଥିଲା। ଓକେ, ଭେରି ଗୁଡ୍। ତେବେ ଶୈତାନ କଣ କରୁଛି? ଈଶ୍ୱରଙ୍କର କାର୍ଯ୍ୟକୁ ବିନାଶ କରୁଛି। ଶୈତାନ ଈଶ୍ୱରଙ୍କର କାର୍ଯ୍ୟକୁ ବିନାଶ କରୁଛି ଏବଂ ପ୍ରଭୁ ଯୀଶୁ ଶୈତାନର କାର୍ଯ୍ୟକୁ ବିନାଶ କରିବା ପାଇଁ ଜଗତକୁ ଆସିଥିଲେ। ହାଲେଲୁୟା। ବୁଝିଲ କି ନାହିଁ? ତେବେ ଶୈତାନ କଣ କରୁଛି? ଈଶ୍ୱରଙ୍କ କାର୍ଯ୍ୟକୁ ବିନାଶ ଈଶ୍ୱରଙ୍କ ଯୋଜନାକୁ, ଈଶ୍ୱରଙ୍କ କାର୍ଯ୍ୟକୁ, ଈଶ୍ୱରଙ୍କ ଇଚ୍ଛାକୁ ସେ ବିନାଶ କରିବା ପାଇଁ ସେ ଚାହେଁ। ଅନ୍ୟ ଭାବରେ କହିବାକୁ ଗଲେ ଈଶ୍ୱରଙ୍କୁ ଯେଉଁମାନେ ବିଶ୍ୱାସ କରନ୍ତି, ଈଶ୍ୱରଙ୍କୁ ଯେଉଁମାନେ ବିଶ୍ୱାସ କରନ୍ତି ସେମାନେ ପ୍ରଥମେ କଣ ବିଶ୍ୱାସ କରିବା ଦରକାର? ଈଶ୍ୱରଙ୍କୁ ଆଉ ତାଙ୍କ ପ୍ରେରିତ ଖ୍ରୀଷ୍ଟ ହଁ 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 ହଁ, ଠିକ ଅଛି। ଏବ୍ରିୟ 11:6 ଆଗ ଦେଖନ୍ତୁ। ଏବ୍ରିୟ 11:6। ଆଉ ଆସନ୍ତା ବିଶ୍ୱାସ ତାହାଙ୍କୁ ସନ୍ତୋଷ ପାତ୍ର ହେବା ଅସମ୍ଭବ, କାରଣ ଈଶ୍ୱର ଯେ ଅଛନ୍ତି ଆଉ ସେ ଯେ ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାର ଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ। ଓକେ, ତେବେ ଈଶ୍ୱରଙ୍କ ନିକଟକୁ ଆସିଲେ କଣ ବିଶ୍ୱାସ କରିବ? କଣ ବିଶ୍ୱାସ କରିବା ଆବଶ୍ୟକ? ସେ ଯେ ଈଶ୍ୱରଙ୍କ ପୁତ୍ର। ନାଇଁ, ସେଇଠି କଣ ଅଛି ଲେଖାଟା? କଣ ଲେଖା ଅଛି ଏବ୍ରିୟ 11:6? ଈଶ୍ୱର ଯେ ଅଛନ୍ତି ଏହା ବିଶ୍ୱାସ ଈଶ୍ୱର କର। ଯେ ଅଛନ୍ତି, ହଁ, ସେଟାକୁ ବିଶ୍ୱାସ କରିବାକୁ ହବ। ଜହନ 17:3 କୋଉ ଈଶ୍ୱର ଅଛନ୍ତି? ତ୍ରିତ୍ୱ ଈଶ୍ୱର। ନାଇଁ, ତ୍ରିତ୍ୱ ଈଶ୍ୱର, କିନ୍ତୁ ପଢନ୍ତୁ ପ୍ରଥମ ଧାଡ଼ିଟା ପଢନ୍ତୁ 17:3। ଜହନ 17:3। ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମେ ବାସ୍ ତୁମକୁ ଓ ସେତିକି ତୁମର ସେତିକି। କୋଉ ଈଶ୍ୱରଙ୍କୁ ଜାଣିବ? ଏକମାତ୍ର ସତ୍ୟ ଈଶ୍ୱରଙ୍କୁ। ଏକମାତ୍ର ସତ୍ୟ ଈଶ୍ୱରଙ୍କୁ। ତେବେ ଏକମାତ୍ର ସତ୍ୟ ଈଶ୍ୱର କିଏ? ଯୀଶୁ ଖ୍ରୀଷ୍ଟ, ପିତା ଈଶ୍ୱର, ପୁତ୍ର ଈଶ୍ୱର, ପବିତ୍ରାତ୍ମା ଈଶ୍ୱର। ଓକେ, ତାହେଲେ ତ୍ରିତ୍ୱ ଈଶ୍ୱରଙ୍କୁ ବିଶ୍ୱାସ କରିବା, ନୁହେଁ କି? ତେବେ ସେ ଈଶ୍ୱର ସତ୍ୟ ଈଶ୍ୱର। ଆଚ୍ଛା, ସତ୍ୟ ଈଶ୍ୱର କିଏ? କିଏ କହିଲା ଏ କଥା?
एकमात्र सत्य ईश्वर अछंती बोली किए कहला? पवित्र आत्मा कहउछन्ति सर परमेश्वर हाँ हाँ ठीक कथा कि कहउछन्ति? ଜହନ ଜହନ ओके आदि पुस्तक तार 3 अध्याय 15 पद को देखंतु। ତିନି ରକେଟ କେତେ ସାର୍? आदि 3:15 ସଦା ଆଉ ତୁମ୍ଭର ଓ ନାରୀର ମଧ୍ୟରେ ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈର ଭାବ ଜନ୍ମାଇବା। ସେ ତୁମ୍ଭ ମସ୍ତକକୁ ଆଘାତ କରିବେ ଓ हाँ ତୁମ୍ଭେ ତାହାଙ୍କ ଗୋଇଠି ଆଘାତ କରିବେ। हाँ ଏଟା କଣ ଘଟଣା? ଏଟା ଅଭିଶାପ କୋ ଘଟଣା ବର୍ଣ୍ଣନା ଅଛି? ଏଟା ଅଭିଶାପ ଦଉଛନ୍ତି ସର୍ପକୁ ନାରୀକୁ ଅଭିଶାପ ଦଉଛନ୍ତି। हाँ? ନାରୀ ଫଳ ଖାଇଲା ପରେ ମଣିଷ ପରମେଶ୍ୱର ଓ ନାରୀ ମଧ୍ୟରେ ବୈର ଭାବ ଜନ୍ମିବା। हाँ ଦେଖ ଏଟା କଣ ହେଇଛି? ସର୍ପ ନାରୀଙ୍କୁ ଭୁଲାଇଛି ଫଳ ଖାଇବା ପାଇଁ ହୁଁ ଆଉ ପରମେଶ୍ୱରଙ୍କୁ ସେମାନେ ଜଣେଇଲେ ଯେ ଆମେ ଫଳ ଖାଇସାରିଛୁ। ହୁଁ ସେ ସମୟରେ ପରମେଶ୍ୱର ସେମାନଙ୍କୁ ସର୍ପକୁ ଅଭିଶାପ ଦଉଛନ୍ତି ତୁମ୍ଭର ଓ ନାରୀ ମଧ୍ୟରେ ଆମେ ବୈରଭାବ ଜନ୍ମାଇବା ବୋଲି ତୁମର ବଂଶ ଓ ନାରୀର ବଂଶ ମଧ୍ୟ। ତେବେ ଆଦ୍ୟରେ ଈଶ୍ୱର କଣ କରିଛନ୍ତି? ଯୋଜନା ପ୍ରସ୍ତୁତ କରିଛନ୍ତି ନାଇଁ କି? କରିଛନ୍ତି ଯୋଜନା କଣ ଯୋଜନା ପ୍ରସ୍ତୁତ କରିଛନ୍ତି? କଣ ଜନ୍ମେଇବେ? ବୈରୀ ଭାବ ଜନ୍ମେଇବେ। ଅଛି କାହା ମଧ୍ୟରେ ବୈରୀ ଭାବ ଜନ୍ମେଇବେ? ନାରୀ ଓ ସର୍ପ ଓକେ ଶୟତାନ ଏବଂ ନାରୀ ମनुଷ୍ୟ ମଧ୍ୟରେ ଯୋଉ ଶତ୍ରୁ ତାର ବୈରୀ ଭାବ ଜନ୍ମେଇଛନ୍ତି ଏବଂ ତାର କାର୍ଯ୍ୟ ସେ ପ୍ରତାରଣା କରିବା ହେଲା। ଆଦି 3 ଅଧ୍ୟାୟରେ 2 ପଦରେ ସେ କଣ ହେଲା? ନାରୀ ସର୍ପକୁ କହିଲେ ଆମ୍ଭେମାନେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ଖାଇପାରୁ। ତାପରେ ଆଗକୁ ପଢ। ଉଦ୍ୟାନର ମଧ୍ୟସ୍ଥିତ ବୃକ୍ଷର ଫଳ ବିଷୟରେ ପରମେଶ୍ୱର କହିଅଛନ୍ତି ତୁମ୍ଭେମାନେ ତାହା ଖାଇବ ନାହିଁ ଓ ଛୁଇଁବ ନାହିଁ, ତାହା କଲେ ମରିବ। ଓକେ ଅବିକା 1 ପଦଟା ପଢନ୍ତୁ। ସଦାପ୍ରଭୁ ପରମେଶ୍ୱରଙ୍କ ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରୁ ସର୍ପ ସର୍ବପକ୍ଷ ଖଳ ଥିଲା। ସେ ନାରୀକୁ କହିଲା, ଆଗ ଏ କି ସତ୍ୟ? ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମ୍ଭକୁ ନିଷେଧ କରିଅଛନ୍ତି। ଓକେ ତେବେ ସାପ କଣ କହିଲା ନାରୀକୁ? ଏ ଫଳ ଖାଇବା ପାଇଁ ତୁମକୁ ମନା କରିଛନ୍ତି କି ବୋଲି ପଚାରୁଛି। ନାଇଁ ଏଇଟା କଣ କହୁଛନ୍ତି? ଶୈତାନ ଆରମ୍ଭରୁ କଣ କହୁଛନ୍ତି? ଏ କି ସତ୍ୟ? ଉଦ୍ୟାନର କୌଣସି ବୃକ୍ଷର ଫଳ ସେଇଟା ତ ସବୁ ବ୍ୟାଖ୍ୟା ଲେଖା ଅଛି। ଏ କି ସତ୍ୟ? ସତ୍ୟଟା କଣ? କୌଣସି ବୃକ୍ଷର ଫଳ ଖାଇବାକୁ କି ମନା କରୁଛନ୍ତି? ହଁ ତମକୁ ମନା କରାହେଇଛି କି ଫଳ ଖାଇବା ପାଇଁ? ଏଟା କି ସତ କଥା? ଏଇ କଥା ଶୈତାନ ପଚାରୁଛି। ତେବେ ଶୈତାନ ଏଠି ଶୈତାନର କାର୍ଯ୍ୟ କଣ? ପାପରେ ପକେଇବୁ ତାଙ୍କ ଲୋକମାନଙ୍କୁ। ଈଶ୍ୱରଙ୍କ ଭାବନାକୁ ସେ ବିଫଳ କରୁଛି ସାର୍। ଓକେ ଆଉ ଟିକେ ଭାବିକି କୁହ। ଓକେ ସାର୍। 3 ଅଧ୍ୟାୟ ତାର 13 ପଦକୁ ଦେଖନ୍ତୁ। 3 ଅଧ୍ୟାୟ 13 ପଦ।
ସେତେବେଳେ ସଦାପ୍ରଭୁ ପରମେଶ୍ୱର ନାରୀକି କହିଲେ, ଏ କି କଲ? ନାରୀ କହିଲା, ସର୍ପ ମତେ ଭୁଲାଇଲା। ଓକେ ତହିଁରେ ଓକେ ନାରୀ କ'ଣ କହିଲା? ସର୍ପ ମତେ ଭୁଲାଇଲା। ବୁଲାଇଲା। ସର୍ପ ଏକ ପଦରେ କ'ଣ ଲେଖା ହେଇଛି? ଏ କି ସତ୍ୟ। ଏ କି ସତ୍ୟ। ଏଟା କିଏ? ଶୈତାନ କହୁଛି। ହଁ ଶୈତାନ କହୁଛି ଏ କି ସତ୍ୟ। ତାପରେ 13 ପଦରେ କ'ଣ ଲେଖା ହେଇଛି? ତାକୁ ଭୁଲେଇଲା। ବୁଲେଇଲା। ଏବେ ଶୈତାନର କାମ କ'ଣ? ଲୋକକୁ ପଥରୁ ଭୁଲେଇ ହାଁ? ସତ୍ୟ ପଥରୁ ବିଚ୍ୟୁତ କରିବା। ସତ୍ୟରୁ ଭୁଲେ। ସତ୍ୟ ପଥର ନୁହେଁ, ସତ୍ୟରୁ ଲୋକମାନଙ୍କୁ ଭୁଲେଇବା। ଯୋଉଟା ସତ୍ୟ ସେଇଟା ଯେପରି ଲୋକମାନେ ବିଶ୍ୱାସ କରିବେ ନାହିଁ, ସତ୍ୟରୁ ଭୁଲେଇବା ହେଉଛି ଶୈତାନର କାମ। ତେବେ ଈଶ୍ୱର କ'ଣ କରିଛନ୍ତି? ଏଇ କାମକୁ ବିନାଶ କରିବା ପାଇଁ ତାଙ୍କର ଦ୍ୱିତୀୟ ପୁତ୍ରଙ୍କୁ ଜଗତକୁ ପ୍ରେରଣ କଲେ। ହେଲା। ତେବେ ଈଶ୍ୱରଙ୍କ ନିକଟକୁ ଆସିବା ଲୋକ କ'ଣ ବିଶ୍ୱାସ କରିବ? ଈଶ୍ୱର ସତ୍ୟ ଅଟେ। ଈଶ୍ୱର ଅଛନ୍ତି। ଈଶ୍ୱର ଅଛନ୍ତି। ଈଶ୍ୱର ଅଛନ୍ତି। କୋଉ ଈଶ୍ୱର ଅଛନ୍ତି? ଏକମାତ୍ର ଈଶ୍ୱର। ସତ୍ୟ ଏବଂ ଏକମାତ୍ର ଈଶ୍ୱର ଅଛନ୍ତି, ନୁହେଁ କି? ବୁଝିପାରିଲ କି? ବୁଝିପାରିଲ ସାର୍। ଓକେ। ଅବିକା ଯାତ୍ରା ତାର 3 ଅଧ୍ୟାୟ 14 ପଦକୁ ଦେଖନ୍ତୁ। ଯାତ୍ରା 3:14। ତହିଁରେ ପରମେଶ୍ୱର ମୂଷାଙ୍କୁ କହିଲେ, ଆମ୍ଭେ ଯେ ଅଛୁ ସେ ଅଛୁ। ପୁଣି ଓକେ। ସେ କହିଲେ, କୋଉ ଈଶ୍ୱରଙ୍କୁ ଆମେ ବିଶ୍ୱାସ କରିବା ଉଚିତ? ସତ୍ୟ ଈଶ୍ୱର। ହଁ, କୋଉ ଈଶ୍ୱରଙ୍କୁ? ସତ୍ୟ ଈଶ୍ୱରଙ୍କୁ। ନାଇଁ, ସତ୍ୟ ଈଶ୍ୱର କ'ଣ କହୁଛନ୍ତି? ତାଙ୍କ ନାଁ କ'ଣ? ଆମ୍ଭେ ଯେ ଅଛୁ ଆମ୍ଭେ ସେ ଯେ ଅଛୁ। ଅଛୁ ସେ ଅଛୁ। ସେ ଅଛୁ। ତାର ଅର୍ଥ ଆମେ ଯେ ଥିଲୁ ଏଦନ ଉଦ୍ୟାନରେ ଯେଉଁ ଈଶ୍ୱର ଆମେ ଥିଲୁ, ସେହି ସତ୍ୟ ଏବଂ ଏକମାତ୍ର ଈଶ୍ୱର ଆଜି ମଧ୍ୟ ଆଜି ମଧ୍ୟ ଏଇ ପୃଥିବୀରେ ଅଛନ୍ତି ଆମେନ୍। ଏବଂ ଆସନ୍ତା କାଲି ମଧ୍ୟ ସେ ଥିବେ। ଆମେ ଯେ ଅଛୁ ସେ ଅଛୁ, ସେ ସର୍ବଦା ସମାନ, ନୁହେଁ କି? ଏବ୍ରିୟ 13 ଅଧ୍ୟାୟ 8 ପଦକୁ ଦେଖ। ଏବ୍ରିୟ 13:8। ଯୀଶୁ ଖ୍ରୀଷ୍ଟ କାଲି ଆଜି ଓ ଚିରକାଳ ସମାନ ଅଟନ୍ତି। କେବେ କେବେ? କାଲି ଆଜି ଓ ଚିରକାଳ ସମାନ ଅଟନ୍ତି। ତାର ଅର୍ଥ କ'ଣ? ସବୁବେଳେ ସେ ହାଁ? ସବୁବେଳେ ସମାନ, ସେ ସବୁବେଳେ ଅଛନ୍ତି। ହଁ, ତାର ଅର୍ଥ କ'ଣ? ସବୁବେଳେ ଅର୍ଥ କ'ଣ? ଚିରକାଳ। ନା କ'ଣ? ସେ ଚିରକାଳଟା କ'ଣ? ପରମେଶ୍ୱର ଏଦନ ଉଦ୍ୟାନରେ ଥିଲେ, ଏବେ ମଧ୍ୟ ଅଛନ୍ତି, ଆଗକୁ ମଧ୍ୟ ସେ ଈଶ୍ୱର ଆକା ରହିବେ। ନାଇଁ, ତାର ଅର୍ଥ ହେଲା ସେ ଅତୀତରେ ଈଶ୍ୱର, ସେ ବର୍ତ୍ତମାନ ଈଶ୍ୱର, ସେ ଭବିଷ୍ୟତରେ ମଧ୍ୟ ଈଶ୍ୱର। ରିପିଟ କର। କିଏ ସେ ଈଶ୍ୱର? କିଏ? ସେ ଅତୀତର ଈଶ୍ୱର, ସେ ବର୍ତ୍ତମାନର ଈଶ୍ୱର, ସେ ଅତୀତର ଈଶ୍ୱର। ଓକେ। ଅତୀତରେ ଈଶ୍ୱର କ'ଣ ଥିଲେ? ଅତୀତରେ ଈଶ୍ୱର କେମିତି ସ୍ଥିତିରେ, କେମିତି ରୂପରେ ଥିଲେ? ଜହନ 1:1 କ'ଣ ଲେଖା ଅଛି? ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଥିଲେ, ବାକ୍ୟ ଈଶ୍ୱର ଥିଲେ। ଠିକ ଅଛି। ଅର୍ଥଟାକୁ ବୁଝିବାକୁ ହବ, ହେଲା। ଆଦି 1:1 କ'ଣ ଲେଖା ଅଛି? ଆଦ୍ୟ ସ୍ୱର୍ଗ ପୃଥିବୀର ସୃଷ୍ଟି କଲେ। ଆଦ୍ୟରେ ଈଶ୍ୱର। ଆଦ୍ୟଟା ସମୟ। ତା ମାନେ ପ୍ରଥମେ ସମୟ ଥିଲା ନା ଈଶ୍ୱର ଥିଲେ?
ଥିଲେ। ଈଶ୍ୱର ଥିଲେ। ତା ମାନେ ସନାତନ ଈଶ୍ୱର ଇଏ ହଉଛନ୍ତି ସମୟ ପୂର୍ବରୁ ଈଶ୍ୱର, ସନାତନ ଈଶ୍ୱର। ସେ ଆଦ୍ୟରୁ ଅଛନ୍ତି। ଆମ୍ଭେ ଯେ ଅଛୁ ସେ ଅଛୁ। ଏବଂ କୋଉ ରୂପରେ ଥିଲେ? ଦୁଇ ପଦଟା ଦେଖନ୍ତୁ, ଆଦି 1:2। ପୃଥିବୀ ନିର୍ଜନ ଓ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା। ପୁଣି ପରମେଶ୍ୱରଙ୍କ ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲା। ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲା। ହେଲେ ଈଶ୍ୱର କୋଉଠି ଥିଲେ? ଜଳ ଉପରେ। ଜଳ ଉପରେ। ଜଳ ଉପରେ। ଓକେ, ଅବିକା ଜହନ 1:18 ଦେଖ। କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ, ପିତାଙ୍କ କଳସ୍ଥିତ ଅଦ୍ୱିତୀୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ। ଇଏ କଣ ଲେଖା ଅଛି? ପ୍ରଥମ ଧାଡିଟା କଣ? ଏହି କେବେ କେହି ଈଶ୍ୱରଙ୍କୁ ଈଶ୍ୱରଙ୍କୁ ଦେଖି ନାହିଁ। ଦେଖି ନାହିଁ। ଆପଣ ଦେଖିଛନ୍ତି କି କେବେ? ନାହିଁ। ଆପଣଙ୍କ ପାଳକ ଦେଖିଥିବେ କି? ନାଇଁ ସାର୍। ନାଇଁ। ଆଉ କିଏ ଦେଖିଥିବେ କି ଆପଣଙ୍କ ଗାଁର ଲୋକ? ଦେଖି ନାହାନ୍ତି। ଦେଖି ନାହାନ୍ତି। ମୁଁ ବି ଦେଖି ନାହିଁ। ଓକେ, କିନ୍ତୁ ଦେଖିନଥିବା ଲୋକଙ୍କୁ ଜାଣିବା, ଏଇଟା ହଉଛି ବିଚିତ୍ର କଥା। ଦେଖିନଥିବା ଲୋକଙ୍କୁ ଜାଣିବା। ଆମେ ଦେଖିନଥିବା ଲୋକଙ୍କୁ ମୁଁ ଜାଣିଛି ବୋଲି କହିବାଟା ଠିକ ହବ କି? ତାକୁ ଏକା ବିଶ୍ୱାସ କୁହାଯାଏ ସାର୍। ଓକେ, ବିଶ୍ୱାସ ଠିକ ଅଛି। ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ, ନୁହେଁ କି? ତେବେ ଆମେ କଣ ଶିଖିଲୁ? ବର୍ତ୍ତମାନ ସୁଦ୍ଧା ଶୈତାନର କାର୍ଯ୍ୟ ବିନାଶ କରିବା ପାଇଁ ଈଶ୍ୱରଙ୍କ ପୁତ୍ର ଅବତୀର୍ଣ୍ଣ ହେଲେ। ତେବେ ଶୈତାନଙ୍କର କାର୍ଯ୍ୟ କଣ? ଭୁଲେଇବା, ସତ୍ୟରୁ ଭୁଲେଇବା। ସତ୍ୟରୁ ଭୁଲେଇବା। ସତ୍ୟରୁ ଭୁଲେଇବା। ତେବେ ଆମେ ବେଳେ ବେଳେ ସେମିତି ଭୁଲି ଯାଉ କି? ଭୁଲେଇ ହେଇକି ଶୈତାନ ଠାରୁ Yes, sir. ସତ୍ୟ Yes, ଠାରୁ ଆମେ ଭୁଲେଇ ଯାଉ କି? Yes, sir. ଓକେ, ତାହେଲେ ମିଛଟା ମଧ୍ୟ ସତ ଭଳି ଲାଗୁଛି, ନୁହେଁ କି? ହଁ ସାର୍। ସତତା ତ ସତ, କିନ୍ତୁ ମିଛ ମଧ୍ୟ ସତ ଭଳିଆ ଦେଖାଯାଏ। ହଁ ସାର୍। ଡ୍ରାମା ଅପେରା ମାନଙ୍କରେ ଯୋଉ ରାଜା ମନ୍ତ୍ରୀ ମାନେ ହୁଅନ୍ତି, ସେମାନେ ସତ ନା ମିଛ? ମିଛ। ମିଛ। ସେଟା ହିଁ ଆମକୁ ଭଲ ଲାଗେ। ତେବେ ଆମେ ସତ୍ୟ ଈଶ୍ୱରଙ୍କୁ ଜାଣିବା, ସତ୍ୟ ଈଶ୍ୱରଙ୍କୁ ଜାଣିବା, ଏହା ଆମମାନଙ୍କର କର୍ତ୍ତବ୍ୟ। ସତ୍ୟ ଈଶ୍ୱର ଯେ ଅଛନ୍ତି ଏହା ଜାଣିବା। ଏବଂ ଈଶ୍ୱର ନିଜେ କହୁଛନ୍ତି ଯେ ସତ୍ୟ ଈଶ୍ୱର କିଏ? ଆମ୍ଭେ ଯେ ଅଛୁ ସେ ଅଛୁ। ଅତୀତରେ କୋଉ ଈଶ୍ୱର ଥିଲେ? ଆତ୍ମା ରୂପୀ ଈଶ୍ୱର ଏବଂ ବାକ୍ୟ ରୂପୀ ଈଶ୍ୱର। ଏବଂ ସେ କଣ ହେଲେ? କୋଉଠି ଅଛନ୍ତି? କୋଉଠି ଥିଲେ ସେ? ଜଳ ଉପରେ ବ୍ୟାପ୍ତ ଥିଲେ। ଅବିକା ଜହନ 1:18 ଦେଖନ୍ତୁ। ଜହନ 1:18। ଏଣୁ ସେମାନେ କହିଲେ, ଅଳ୍ପ ସମୟ ବୋଲି ଏ କଣ କହୁଅଛନ୍ତି? ସେ କଣ କହୁଅଛନ୍ତି ଆମ୍ଭେ ମାନେ ବୁଝିପାରୁନାହିଁ। ଜହନ 1:18। କେହି କେବେ ଦେଖି ପିତାଙ୍କ କଳସ୍ଥିତ ଅଦ୍ୱିତୀୟ ପୁତ୍ର ପ୍ରକାଶ କଲେ। ପିତାଙ୍କର ପୁତ୍ର କୋଉଠି ଥିଲେ? ସ୍ୱର୍ଗରେ। ତାଙ୍କ ଭିତରେ ଏ କଣ ଲେଖା ଅଛି କଣ? କେହି କେବେ ତାଙ୍କୁ ଦେଖି ନାହିଁ। କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ। ପିତାଙ୍କର କୋଳସ୍ଥିତ ଅଦ୍ୱିତୀୟ ପୁତ୍ର ତାହାଙ୍କୁ ପ୍ରକାଶ ପିତାଙ୍କର କଲେ। କୋଳରେ କିଏ ଥିଲେ? ଯୀଶୁ ଖ୍ରୀଷ୍ଟ। ଯୀଶୁ ଖ୍ରୀଷ୍ଟ ଥିଲେ। ତାହେଲେ ଈଶ୍ୱରଙ୍କର ଆତ୍ମା କୋଉଠି ଥିଲେ? ଜଳ ଉପରେ ବ୍ୟାପ୍ତ ଥିଲେ। ଜଳ ଉପରେ ଥିଲେ। ତା ମାନେ ଈଶ୍ୱରଙ୍କ ନିମନ୍ତେ ଜଳ କିମ୍ବା ସ୍ଥଳ, ଈଶ୍ୱରଙ୍କ ନିମନ୍ତେ ଜଳ କିମ୍ବା ସ୍ଥଳ କିମ୍ବା କୋଳ
ଏଟା ଗୋଟିଏ ଅର୍ଥରେ ବୁଝାଯାଏ ସେ ଅଛନ୍ତି। ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରହିଥିବେ। ହେଲା, ତେବେ ଆମେ କୋଉ ଈଶ୍ୱରକୁ ବିଶ୍ୱାସ କରିବା? ତ୍ରିଏକ ଈଶ୍ୱର, ଆଁ? ତ୍ରିଏକ ଈଶ୍ୱରଙ୍କୁ, ତ୍ରିଏକ ଈଶ୍ୱର ଯିଏକି ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି ଏବଂ ଭବିଷ୍ୟତରେ ଥିବେ, ସେହି ଏକମାତ୍ର ଏବଂ ସତ୍ୟ ଈଶ୍ୱରଙ୍କୁ ଆମେ ବିଶ୍ୱାସ କରୁ। ରିପିଟ କର, କଣ କହିଲେ? ଯେ ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି, ଯେ ଭବିଷ୍ୟତରେ ରହିବେ, ସେହି ସତ୍ୟ ଈଶ୍ୱରଙ୍କୁ ଆମେ ବିଶ୍ୱାସ କରିବା। ସେଇ ଅନନ୍ତକାଳୀନ ଈଶ୍ୱରଙ୍କୁ ଆମେ ବିଶ୍ୱାସ କରିବା। ସେ ଅନନ୍ତକାଳୀନ ଈଶ୍ୱର, ଯାହାଙ୍କୁ ଅନନ୍ତ ଜୀବନ, ଅନନ୍ତକାଳୀନ ଈଶ୍ୱରଙ୍କୁ ମାନେ ବୁଝିପାରିବା, ଜାଣିବା ଅନନ୍ତ ଜୀବନ ଅଟେ। ହେଲା, ତେବେ ଶୟତାନର କାର୍ଯ୍ୟ କଣ? ଶୈତାନ କାର୍ଯ୍ୟ ସତ୍ୟରୁ ବୁଲେଇବା। ସତ୍ୟଟା କଣ? ଈଶ୍ୱର ଅଛନ୍ତି, ଈଶ୍ୱର ଅଛନ୍ତି, ଏଟା ହଉଛି ସତ୍ୟ। କୋଉ ଈଶ୍ୱର? ସତ୍ୟ ଈଶ୍ୱର। କୋଉ ଈଶ୍ୱର? ତ୍ରିଏକ ଈଶ୍ୱର। ଅତୀତରେ ଯିଏ ଥିଲେ, ବର୍ତ୍ତମାନ ଯିଏ ଅଛନ୍ତି ଏବଂ ଭବିଷ୍ୟତରେ ଯିଏ ଥିବେ, ସେ ଈଶ୍ୱର। ସେ କିଏ? ସତ୍ୟ ଈଶ୍ୱର। ସେ କିଏ? ଯୀଶୁ ଖ୍ରୀଷ୍ଟ। ସେ ଆଦ୍ୟରେ କିଏ ଥିଲେ? ସେ ଆଦ୍ୟରେ ଥିଲେ, ସେ ବର୍ତ୍ତମାନ ଅଛନ୍ତି, ସେ ଆଦ୍ୟରେ କିଏ ଭବିଷ୍ୟତରେ ଥିଲେ? ଆଦ୍ୟରେ କିଏ ଥିଲେ? ଆଦ୍ୟରେ ବାକ୍ୟ ଥିଲେ, ଆଦ୍ୟରେ ବାକ୍ୟ ଥିଲେ, ଆତ୍ମା ରୂପୀ ପରମେଶ୍ୱର ଓ ବାକ୍ୟ ରୂପୀ ଈଶ୍ୱର ଥିଲେ। ହଁ, ସେ ଆଦ୍ୟରେ ବାକ୍ୟ ଥିଲେ ଏବଂ ଆଦ୍ୟରେ ଆତ୍ମା ଥିଲେ। ବାକ୍ୟକୁ, ଆତ୍ମାକୁ, ଆତ୍ମାଙ୍କ ଖଡ୍ଗ ଈଶ୍ୱରଙ୍କ ବାକ୍ୟ। ଆତ୍ମା ଯୋଉଠି, ଈଶ୍ୱରଙ୍କର ବାକ୍ୟ ସେଇଠି। ହେଲା, ଆତ୍ମାଙ୍କ ଖଡ୍ଗ ଈଶ୍ୱରଙ୍କର ବାକ୍ୟ, ବାକ୍ୟ ଯୋଉଠି, ଆତ୍ମାଙ୍କ କାର୍ଯ୍ୟ ସେଇଠି। ଆତ୍ମା ଯୋଉଠି, ଈଶ୍ୱରଙ୍କ କାମ, ବାକ୍ୟ ସେଇଠି କାର୍ଯ୍ୟ କରେ। ତେବେ ଆମେ ବାକ୍ୟ ବିଶ୍ୱାସ କରୁ କି? ଓକେ, ମୁଁ କେମିତି ଜାଣିବି ମୁଁ ବିଶ୍ୱାସ କରୁଛି ବୋଲି, ମୁଁ ଈଶ୍ୱରଙ୍କ ବାକ୍ୟ ବିଶ୍ୱାସ କରୁଛି ବୋଲି ମୁଁ କେମିତି ଜାଣିବି? ଯଦି ତାଙ୍କର ବାକ୍ୟକୁ ଯଦି ମାନିବା ବୋଇଲେ, ତାଙ୍କର ବାକ୍ୟକୁ ଯଦି ଆମେ ପାଳନ କରିବା ବୋଇଲେ। ହଁ, ମୁଁ ପାଳନ କଲେ କଣ କରିବି? ଈଶ୍ୱରଙ୍କ ବାକ୍ୟ ମାନିଲେ ମୁଁ କଣ କରିବି? ଈଶ୍ୱରଙ୍କର ବାକ୍ୟ ଅନୁଯାୟୀ ନିଜ ଜୀବନକୁ ଅତିବାହିତ କରିବି। ବାକ୍ୟ ଜାଣିଲେ କଣ କରିବି ମୁଁ? ବାକ୍ୟ ଜାଣିଲେ ସତ୍ୟ ଈଶ୍ୱରକୁ ଜାଣି ହେବ ସାର୍। ବାକ୍ୟ ଜାଣିଲେ ମୁଁ ଜାଣିବି କେମିତି ମୁଁ ବାକ୍ୟ ଜାଣିଛି ବୋଲି? ବିଶ୍ୱାସ ହେତୁ। ମୁଁ ବାକ୍ୟ ଜାଣିଛି ବା ମୁଁ ବାକ୍ୟ ବିଶ୍ୱାସ କରୁଛି ବୋଲି ମୁଁ ଜାଣିବି କେମିତି? ବାକ୍ୟ ଅନୁଯାୟୀ କାର୍ଯ୍ୟ କଲେ। ଆଉ ଥରେ କୁହ। ଦେଖ, ଉପରେ ବୁଝିଲେ ହବନି, ବୁଝିବାକୁ ସ୍ପଷ୍ଟ ଭାବରେ ବୁଝିବାକୁ ହବ କଥାଟା। ହେଲା, ତେବେ ଜାଣିବାକୁ, ବୁଝିବାକୁ ସୁବିଧା ହବ। ଓକେ, ମୁଁ ଜାଣିଛି ବୋଲି ମୁଁ କହିବି କେତେବେଳେ? ଈଶ୍ୱର ବିଷୟରେ ସନ୍ତୁଷ୍ଟ ହେଲେ। ବାକ୍ୟ ଦ୍ୱାରା କଣ ମିଳିବ? ଆଗ ପ୍ରଥମେ କଣ ମିଳିବ? ବାକ୍ୟ ଦ୍ୱାରା କି ସାର୍? ବାକ୍ୟ ଦ୍ୱାରା କଣ ମିଳିବ? ପ୍ରଥମେ ଚେତନା ମିଳିବ। ଚେତନା ମିଳିବ ସାର୍, ଆତ୍ମିକ ଚେତନା। ଓକେ, ଯାକୁବ 1 ଅଧ୍ୟାୟ 21 ପଦକୁ ଦେଖ।
ସରି 22 ପଦକୁ ଦେଖ। ଯାକୁବ 1:22। କିନ୍ତୁ ଶ୍ରୋତା ମାତ୍ର ହୋଇ ଆପଣ ମାନଙ୍କୁ ପ୍ରବଞ୍ଚନା ନ କରି ବାକ୍ୟର କର୍ମକାରୀ ହୁଅ। ବାକ୍ୟର କଣ ହବ? କର୍ମକାରୀ। ତାର ଅର୍ଥ କଣ? ପାଳନ କରିବା। ବାକ୍ୟକୁ ପାଳନ କରିବା ବା ବାକ୍ୟ ଅନୁଯାୟୀ ନିଜ ଜୀବନକୁ ଅତିବାହିତ କରିବା। ଓକେ, ଆପଣ ମାନେ କିଏ କହିପାରିବେ କି ମୁଁ ବାକ୍ୟ ଅନୁସାରେ ଜୀବନ କାଟୁଛି ବୋଲି କିଏ କହିପାରିବେ କି? ବେଳେ ବେଳେ ତ ଶୈତାନ ଭୁଲେଇ ଦଉଛି ସାର୍। ଆଁ ବେଳେ ବେଳେ ତ ଶୈତାନ ଭୁଲେଇ ଦଉଛୁ, ବାକ୍ୟ ଅନୁଯାୟୀ ତ ଜୀବନ କାଟୁଛୁ ଆକା, ହେଲେ ବି ବେଳେ ବେଳେ ଶୈତାନ ଶୈତାନ ଭୁଲେଇ ଦଉଛି। ଆଉ କେତେ ଭାଗ ଶୈତାନ ଭୁଲଉଛି? ମୋର ଲାଇଫରେ ତ ଗୋଟେ 30% ଭୁଲେଇ ଦଉଛି, 70% ଠିକ ଚାଲିଛି ବୋଲି କହିବି ମୋର ଲାଇଫର କଥା। କେମିତି ସେଇଟା ପରସେଣ୍ଟେଜ କଲ? ପରସେଣ୍ଟେଜ ମାନେ କିଛି ମୋର ଦୁର୍ବଳତା ରହିଯାଇଛି, ଯାହା ଦ୍ୱାରା ମୁଁ ଟିକେ ବିଜୟ କରିପାରୁନି, ବଳକା ଜିନିଷରେ ଓକେ, ବିଜୟ କରି। ଅବିକା ଦୁର୍ବଳତା ଅଛି ବୋଲି ଆମେ ସ୍ୱୀକାର କରୁଛେ, ନୁହେଁ? ତେବେ ଦୁର୍ବଳତା ଅଛି, ଅବିକା ଦୁର୍ବଳତାକୁ ସବଳତାରେ ପରିଣତ କରିବା ପାଇଁ ଆମେ କଣ କରୁଛେ? କିଛି କରୁଛେ ନା କରୁନେ? କରୁଛୁ ସାର୍, ଚେଷ୍ଟା ତ କରୁଛୁ। ନାଇଁ, ଚେଷ୍ଟା ହେଲେ ହବନି, ଏଇଟା ଚେଷ୍ଟା ହବନି। ପ୍ରାର୍ଥନା କରୁଛୁ, ପ୍ରଭୁଙ୍କୁ ଧ୍ୟାନ ନା ହଉଛୁ ନା ଅଧିକ। ନା 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 ନା, ସେ ପ୍ରାର୍ଥନା ଚେଷ୍ଟା ସେମିତି ହବନି। ଦେଖ, ବାକ୍ୟକୁ ଦେଖ, 21 ପଦକୁ ଆଉ ଥରେ ପଢ, 22 ପଦକୁ। କିନ୍ତୁ ଶ୍ରୋତା ମାତ୍ର ହୋଇ ଆପଣ ମାନଙ୍କୁ ପ୍ରବଞ୍ଚନା ନ କରି ବାକ୍ୟର କର୍ମକାରୀ ହୁଅ। କଣ ହେବାକୁ କୁହାଯାଉଛି? ଶ୍ରୋତା ମାତ୍ର ନ ହୋଇ ବାକ୍ୟର କର୍ମକାରୀ ହେବା ପାଇଁ। କର୍ମକାରୀ ହେବା ପାଇଁ। ତାହେଲେ କଣ କରିବାକୁ ହବ? ବାକ୍ୟକୁ କାର୍ଯ୍ୟ କର। ବାକ୍ୟ ଅନୁସାରେ ଜୀବନ କାଟିବା ପାଇଁ ପଡବ। ବାକ୍ୟ ଅନୁସାରେ ଜୀବନ କାଟିବାକୁ ହବ, ମାନେ ବାକ୍ୟ ଅନୁସାରେ। କିନ୍ତୁ ଶୈତାନ କଣ କରୁଛି? ସେ ଆମକୁ ଏଟା ସତ କଥା ନୁହେଁ ବୋଲି ଆମକୁ ତାମାନେ ସନ୍ଦେହ ଆଣି ଦଉଛି ଶୈତାନ। ସନ୍ଦେହ ଆଣି ଦଉଛି। ସନ୍ଦେହ ଆଣିଦେଲେ ମನುଷ୍ୟ କଣ କରେ? ଭୁଲିଯାଏ। ସେ କାର୍ଯ୍ୟ କରିବ କି? ସତ୍ୟ ଅନୁସାରେ କାମ କରିବ କି? ନାଇଁ। ଆଜ୍ଞା ପାଳନ କରିବ କି? ତାହେଲେ ଆମେ ପାସ୍ ହେଲୁ ନା ଫେଲ୍ ହେଲୁ? ଫେଲ୍ ହେଇଯାଉଛି ସାର୍। ଫେଲ୍ ହେଇଯାଉଛୁ। ଯଦି ପାସ୍ ହେବା କଥା କିନ୍ତୁ ଫେଲ୍ ହେଲୁ, ତାହେଲେ କଣ ହବ ଆମର? ଆମେ ଯାଉଛୁ କୁଆଡେ? ବିପଥ ଗମନ ପଟେ। ହଁ। ବିପଥ ଗମନ ପଟେ ଚାଲୁଛୁ। ନାଇଁ ନାଇଁ, ଆମେ କୁଆଡେ ଯାଉଛୁ? କୁଆଡେ? ନର୍କ ବିପଥ ପଟେ। ବାଟଟା କୁଆଡେ ନେଇଯାଉଛି? ଶୈତାନର ପଛେ। ନାଇଁ, ବିନାଶ କୁଆଡକୁ ଆଡକୁ। ନେଇଯାଉଛି? ବିନାଶ ଆଡକୁ। ବିନାଶ କୋଉଠି? ନରକରେ। ନର୍କରେ। ଭେରି ଗୁଡ। ତାହେଲେ ଆମେ ଯାଉଛୁ କୁଆଡେ? ନର୍କ ପଟେ। ବିଶ୍ୱାସ କରିଛୁ କାହାକୁ? ଯୀଶୁ। ତାହେଲେ ଆମର ଅନ୍ତଟା କୋଉଠି? ନର୍କ। ନର୍କ। ଯୀଶୁଙ୍କୁ ବିଶ୍ୱାସ କରିକି ନର୍କକୁ ଯିବା ପାଇଁ ଆମେ ଯୀଶୁଙ୍କୁ ବିଶ୍ୱାସ କରିଛୁ କି? ନାହିଁ। ତାହେଲେ ବିଶ୍ୱାସ କରୁଛି। ନାଇଁ, ଅବିକା ଆମେ ଯଦି ଯୀଶୁଙ୍କୁ ବିଶ୍ୱାସ କରି ନର୍କକୁ ଯାଉଛୁ, ଏଟା ତ ସୁନିଶ୍ଚିତ ନା ନର୍କକୁ ଯିବାଟା। ୟେସ୍ ସାର୍। ଆଚ୍ଛା, ଯଦି ନର୍କକୁ ଯାଉଛୁ ଏଟା ଜାଣିଛୁ ନା ଜାଣିନୁ? ଜାଣିଛୁ ସାର୍। ଜାଣିଛୁ। ଜାଣିକା ତାହେଲେ ଆମେ ନର୍କକୁ ଯାଉଛୁ। ତାହେଲେ ଏଟା ସିରିୟସ୍ ବିଷୟ ନା ସିରିୟସ୍ ବିଷୟ ନୁହେଁ? ସିରିୟସ୍ ବିଷୟ ସାର୍। କିଛି କରିବାକୁ ହବ ନା କରିବାକୁ ନାହିଁ? କରିବା ପାଇଁ କରିବାକୁ ବାଧ୍ୟ। ହବ ସାର୍। କଣ କରିବା? ବାକ୍ୟ ବାକ୍ୟର କର୍ମ ଅନୁଯାୟୀ କରିବେ। ଜୀବନ କାଟ। ବାକ୍ୟ ଅନୁସାରେ ବାକ୍ୟ କଣ ଅନୁଯାୟୀ କହୁଛି? କାର୍ଯ୍ୟ କରିବା। ବାକ୍ୟ କଣ କର୍ମକାରୀ କହୁଛି? ହେବା। ନାଇଁ, କର୍ମକାରୀ ହବ ଯେ କଣ କରିବେ? କି କର୍ମ କରିବେ? ଈଶ୍ୱରଙ୍କୁ ବିଶ୍ୱାସ କରିବା। ନାଇଁ। ଈଶ୍ୱରଙ୍କୁ ତ ବିଶ୍ୱାସ କରିନାହାନ୍ତି ଆପଣ। ଆପଣ ତ ନର୍କକୁ ଯାଉଛନ୍ତି, ଆଉ ବିଶ୍ୱାସ କରିବେ କଣ? ବୁଝିପାରିଲେ କି ନାଇଁ? ବୁଝିଲୁ ସାର୍। ନାଇଁ, ଏଟା ମୁଣ୍ଡକୁ ପଶି ନାହିଁ ଏପର୍ଯ୍ୟନ୍ତ। ହଁ ସାର୍। ମୁଣ୍ଡକୁ ପଶି ନାହିଁ। ଶୈତାନର କାର୍ଯ୍ୟ କଣ? ବିନାଶ। ବୁଲେଇବା।
ଲୋକମାନଙ୍କୁ ସତ୍ୟରୁ ଭୁଲେଇବା, ତାମାନେ ଈଶ୍ୱରଙ୍କ ଠାରୁ ଭୁଲେଇବା। ସେମାନେ ଈଶ୍ୱରଙ୍କ ଠାରୁ ଭୁଲେଇକି କୁଆଡେ ଯାଇଛନ୍ତି? ନର୍କ ପଟେ। ସେମାନେ କୁଆଡେ ଯାଇଛନ୍ତି? ମିଥ୍ୟା ପଥରେ ଯାଇଛନ୍ତି। ସତ୍ୟ ପଥରେ ନ ଯାଇ ସେମାନେ ମିଥ୍ୟା ପଥରେ ବୁଲୁଛନ୍ତି। ମିଥ୍ୟା ପଥରେ ବୁଲିକି ସେମାନେ ବୁଝି ପାରୁନାହାନ୍ତି ଯେ ଲୋକ ମୁଁ ସତ୍ୟ ପଥରେ ଯାଉଛି କିନ୍ତୁ ମିଥ୍ୟା ତାକୁ ଆଶ୍ରୟ ନେଇଛି, ଏ କଥା ଭୁଲି ପାରୁନାହାନ୍ତି, ବୁଝି ପାରୁନାହାନ୍ତି, ନର୍କଗାମୀ ହେଉଛନ୍ତି। ମୁଁ ନର୍କକୁ ଯାଉଛି ଏ କଥା ଜାଣି ପାରୁନାହାନ୍ତି ସେମାନେ, ଏବଂ ସେମାନେ ସେଥିପାଇଁ କିଛି କରୁନାହାନ୍ତି। ଆମମାନେ ବିଶ୍ୱାସ କରିକି କର୍ମ କରିବାକୁ ହବ, ଅନୁତାପ କରିବାକୁ ହବ, ପରିବର୍ତ୍ତନ ହବା ପାଇଁ ଆମମାନେ ପ୍ରଭୁଙ୍କର ବାକ୍ୟ ଅନୁସାରେ ଜୀବନ ଯାପନ କରିବାକୁ ହବ। ଏହା ନିଶ୍ଚିତ ଭାବରେ ଆମକୁ କରିବାକୁ ହବ। ଏଟା ଖାଲି ଜାଣିବା ଯଥେଷ୍ଟ ନୁହେଁ, ଆମକୁ କରିବାକୁ ହବ ଏବଂ ଉଦ୍ଦେଶ୍ୟମୂଳକ ଭାବରେ କରିବାକୁ ହବ, ସାହସର ସହିତ କରିବାକୁ ହବ। ତେଣୁ ପାପ ସ୍ୱୀକାର ଯେ ଆମେ କରୁ, ପାପ ସ୍ୱୀକାର ଏମିତି କରିବାକୁ ହବ ଯୋଉଥିରେ କି ମୋ ଅନ୍ତରରେ ସାହସ ବଢିବ ପ୍ରଭୁଙ୍କର ସିଂହାସନ ନିକଟକୁ। ମୋ ଭିତରେ ଆଉ କିଛି ନଥିବ, ପାପ କିଛି ନଥିବ। ମୁଁ ପ୍ରଭୁଙ୍କର ବାକ୍ୟକୁ ମୁଁ ସ୍ୱୀକାର କରୁଛି। ତେବେ ଏଥିପାଇଁ ଦୁଃଖ ଲାଗିବ, ଏପାଇଁ କଷ୍ଟ ଲାଗିବ, କିନ୍ତୁ କରିବାକୁ ହବ। ବୁଝି ସୁଝିକା ଆମକୁ କରିବାକୁ ହବ। ପ୍ରଭୁଙ୍କର ବାକ୍ୟ ଶୈତାନ ଆମକୁ ଭୁଲେଇ ନଉଛି, ଶୈତାନ ଆମକୁ ପ୍ରତାରଣା କରୁଛି, ଆମେ ଠକି ଯାଉଛୁ, କିନ୍ତୁ ଠକାମିରେ ପଡ଼ିକି ଆମେ ସନ୍ତୁଷ୍ଟ ହଉଛୁ। ଏଇଟା ଆମର ଭୁଲ। ତେଣୁ ପ୍ରଭୁଙ୍କର ବାକ୍ୟ ସତର୍କତାର ସହିତ ଜାଣିବାକୁ ହବ, ବୁଝିବାକୁ ହବ ଏବଂ ସେ ମହାପରିତ୍ରାଣକୁ ଆମମାନଙ୍କୁ ଧାରଣ କରିବାକୁ ହବ। ମହାପରିତ୍ରାଣକୁ ଧାରଣ କରିବା ପାଇଁ ହେଲେ ଆମମାନଙ୍କୁ ନିଶ୍ଚିତ ଭାବରେ ମନ ପରିବର୍ତ୍ତନ କରିବାକୁ ହବ ଏବଂ ଦ୍ୱିତୀୟରେ ରୂପାନ୍ତରିତ ହେବା ପାଇଁ ଇଚ୍ଛା କରିବାକୁ ହବ। ତେବେ ପାପୀ ମନୁଷ୍ୟ ମନ ପରିବର୍ତ୍ତନ କରି ଯେତେବେଳେ ପ୍ରଭୁଙ୍କର ବାକ୍ୟରେ ଚାଳିତ ହୁଏ, ଆତ୍ମାରେ ଚାଳିତ ହୁଏ, ସେତେବେଳେ ସେ କ'ଣ ହବ ନା ରୂପାନ୍ତରିତ ହବ। ଏବଂ ରୂପାନ୍ତରିତ ସ୍ୱଭାବ, ରୂପାନ୍ତରିତ ଅବସ୍ଥା ତାହା ବହୁତ ଗୌରବମୟ। ପ୍ରଭୁ ଆଜି ଏତିକିରେ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଏଇ ବାକ୍ୟକୁ ବୁଝିବା ପାଇଁ, ଗ୍ରହଣ କରିବା ପାଇଁ ଏବଂ ଏହି ପ୍ରକାର କାର୍ଯ୍ୟ କରିବା ପାଇଁ ସାହାଯ୍ୟ କରନ୍ତୁ। ମୋତେ ପ୍ରଶ୍ନ କରିବାକୁ ହବ ଯେ ମୁଁ ପରିବର୍ତ୍ତନ ହେଇଛି କି ନାହିଁ? ଯଦି ପରିବର୍ତ୍ତନ ହେଇଛି ତାହେଲେ ରୂପାନ୍ତରିତ ହଉଛି କି ନାହିଁ? এই ବିଷୟ ମୋତେ ଚିନ୍ତା କରିବାକୁ ହବ। ପ୍ରଭୁଙ୍କ ବାକ୍ୟ ଦ୍ୱାରା ମୋତେ ଚିନ୍ତା କରିବାକୁ ହବ। ପ୍ରଭୁ ସାହାଯ୍ୟ କରନ୍ତୁ, ଅନୁଗ୍ରହ ଦିଅନ୍ତୁ। ଆପଣମାନେ ଆସ୍ତେ ଆସ୍ତେ ବୁଝିବେ। ଉପରେ ଉପରେ ଜାଣିଲେ ହବନି, ବୁଝିବାକୁ ହବ। ବୁଝିବା ପାଇଁ ମନ ଲଗେଇବାକୁ ହବ, ଧ୍ୟାନ ଦେବାକୁ ହବ, ମନୋଯୋଗୀ ହେବାକୁ ହବ। ହାଲେଲୁୟା। ଦେଖିଲି ରାଜେନ୍ଦ୍ର ଭାଇ ଅଛନ୍ତି, ପ୍ରଭୁଙ୍କର ଦାସ। ପ୍ରେଜ୍ ଦ ଲର୍ଡ ରାଜେନ୍ଦ୍ର ଭାଇ। ହଉ, ଜଣେ କେହି ପ୍ରାର୍ଥନା କରିବା ଏବଂ ଶେଷ ସମାପ୍ତ କରିବା। ଜଣେ କେହି ପ୍ରାର୍ଥନା କର। ରିକ୍ୟାପ୍ କରିପାରିବ କି? ଏଟା ଟିକେ କେହି ଦୋହରେଇ ପାରିବ କି କ'ଣ ଆଲୋଚନା କଲୁ? ୟେସ୍ ସାର୍। ହଁ, ତୋର ଦୋହରାଉ ଟିକେ। ପ୍ରଥମେ ଆଲୋଚନା କଲୁ ପ୍ରଥମ ଜନ 3:8 ହୁଁ। ଶୈତାନର କାର୍ଯ୍ୟ ବିନାଶ କରିବା ନିମନ୍ତେ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଲେ। ହଁ। ଶୈତାନ କାର୍ଯ୍ୟ କ'ଣ? ଶୈତାନର କାର୍ଯ୍ୟ ହଉଛି ଆମେ ଯାହା ଦେଖୁଛୁ ଆମ ଆଦି ପୁସ୍ତକ ଅନୁଯାୟୀ ସେଠାରେ ପ୍ରକାର ଲେଖା ଅଛି ସତ୍ୟରୁ ଭୁଲାଇବା, ସତ୍ୟ ଭୁଲାଇବା ଆଉ ସତ୍ୟ ପଥର ଭୁଲେଇବା ବା ମିଥ୍ୟାକୁ ବିଶ୍ୱାସ କରିବା। ସତ୍ୟର ପଥର ଭୁଲେଇବା ଅର୍ଥ ମିଥ୍ୟାକୁ ବିଶ୍ୱାସ କରିବା। ଆମେ ଆଲୋଚନା କଲୁ। ହଁ, ସତ୍ୟ କ'ଣ? ସତ୍ୟ ହଉଛନ୍ତି ଯେ ଈଶ୍ୱର ଯେ ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି, ଭବିଷ୍ୟତରେ ମଧ୍ୟ ରହିବେ। ତ୍ରିଏକ ଈଶ୍ୱରଙ୍କୁ ବିଶ୍ୱାସ କରିବା। ତ୍ରିଏକ ଈଶ୍ୱର ଏବଂ ସେ ସତ୍ୟ ଈଶ୍ୱର ଅଟନ୍ତି। ଆଉ ଈଶ୍ୱର ପ୍ରଥମେ
ବାକ୍ୟ ରୂପୀ ବା ଆତ୍ମା ରୂପୀ ଥିଲେ ହୁଁ ହୁଁ ଆଉ ଦେହ ଧାରଣ କରି ଜଗତକୁ ଆସିଲେ ଯୀଶୁ ଖ୍ରୀଷ୍ଟଙ୍କର ହୁଁ ହୁଁ। ଆଉ ବାକ୍ୟ ଶେଷରେ ବର୍ତ୍ତମାନ ଆତ୍ମା ରୂପରେ ସେ ଅଛନ୍ତି। ଆତ୍ମା ରୂପରେ ଆତ୍ମାରେ ଯେଥିପାଇଁ ଆତ୍ମାରେ ଆମକୁ ଚାଳିତ ହେବାକୁ ପଡ଼ିବ। ଓକେ, ଆମେ ତାର ତତ୍ତ୍ୱକୁ ଆହୁରି ଅନେକ ଅନ୍ୟ ସମୟରେ ଦେଖିବା, ବୁଝିବାକୁ ଚେଷ୍ଟା କରିବା। ମୁଁ ଏଇଟା ଆଉ ଥରେ ଦ୍ୱିତୀୟ ବାର ରିପିଟ୍ କରିବି, ଯୋଉଦ୍ୱାରା କି ସମସ୍ତେ ଟିକେ ସ୍ପଷ୍ଟ ହବ। ଅବିକା ସମସ୍ତେ ସ୍ପଷ୍ଟ ହେଇନାହ, ମୁଁ ଯାହା ଅନୁଭବ କରୁଛି। ତେଣୁ ଆସ୍ତେ ଆସ୍ତେ ବୁଝିବାକୁ ଚେଷ୍ଟା କରିବା, କାହିଁକି ସବୁ ଉପରେ ଉପରେ ଶୁଣିଲେ, ଉପରେ ଉପରେ ବୁଝିଲେ କିଛି ଲାଭ ହବନି, ଆମର ଆତ୍ମିକ ଲାଭ କିଛି ହବନି। ସେଥିପାଇଁ ପ୍ରଭୁଙ୍କ ଠାରେ ଏଇ ବାକ୍ୟ ବୁଝିବା ପାଇଁ, ବାକ୍ୟ ଅନୁସାରେ କାର୍ଯ୍ୟ କରିବା ପାଇଁ ଆମମାନେ ନିଜକୁ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗ ନ କଲେ ଏହି କାର୍ଯ୍ୟ ସମ୍ଭବପର ନୁହେଁ। ପ୍ରଭୁଙ୍କର ବାକ୍ୟ ଖାଲି ଜାଣିବା ଯଥେଷ୍ଟ ନୁହେଁ, ଜାଣିବା ଅନୁସାରେ କର୍ମ କରିବା ଏବଂ କର୍ମ କରୁ କରୁ ହବା। କ'ଣ ହବା ନା ଖ୍ରୀଷ୍ଟଙ୍କ ପରି ହବା। ଏଟା ହଉଛି ଲକ୍ଷ୍ୟ। ପରିତ୍ରାଣ ପାଇବା ଏଟା ଲକ୍ଷ୍ୟ ନୁହେଁ। ପରିତ୍ରାଣ ଅଛି, ଶେଷ ପରିତ୍ରାଣ ପାଇବା ଏଟା ଆମର ଲକ୍ଷ୍ୟ। ଶେଷ ପରିତ୍ରାଣ ପାଇବା ଅର୍ଥ ଖ୍ରୀଷ୍ଟଙ୍କ ପରି ହେବା, ଖ୍ରୀଷ୍ଟଙ୍କ ସହିତ ବାସ କରିବା ଏବଂ ସେଇ ତତ୍ତ୍ୱ ଗୁଡ଼ାକ ଆମେ ପରେ ବୁଝିବା। ଆଜି ଏତିକି ଥାଉ। ବହୁତ ଧନ୍ୟବାଦ ସୁଯୋଗ ପାଇଁ, ସମୟ ପାଇଁ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ନମସ୍କାର। ପ୍ରେଜ୍ ଦ ଲର୍ଡ ସାର୍। ଧନ୍ୟବାଦ ଆଜି ଆଲୋଚନା ପାଇଁ। ଆମେ ଆଶା କରୁଛୁ ଆପଣଙ୍କୁ ଜଗିଥିଲୁ, କିନ୍ତୁ ଆଶାର ଫଳ ଆମକୁ ସୁନ୍ଦରତା ଭାବରେ ମିଳିଛି। ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ, ଆଉ ଆପଣଙ୍କୁ ଧନ୍ୟବାଦ ଦିଏ। ପ୍ରଭୁ ଆପଣଙ୍କୁ ଏ ପ୍ରକାର ବ୍ୟବହାର କରନ୍ତୁ। ଠିକ ଅଛି, ସେଇଟା ଆଉ କହିବା କିଛି ଦରକାର ନାହିଁ। ପ୍ରଭୁ ଆମକୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ହଉ, ଠିକ ଅଛି। ହଁ, ପ୍ରାର୍ଥନା କରନ୍ତୁ। ବର୍ତ୍ତମାନ ଶେଷ ପ୍ରାର୍ଥନା ଆମମାନଙ୍କ ମଧ୍ୟରେ ଆଜ୍ଞା ଅଛନ୍ତି, ଶେଷ ପ୍ରାର୍ଥନା କରିବେ। ଆଉ ପ୍ରଭୁ ପ୍ରାର୍ଥନା ପରେ ଆଜିର ବକ୍ତା ମହାଶୟ ଆଶୀର୍ବାଦ କରି ପ୍ରାର୍ଥନା ଶେଷ କରିବେ। Praise the Lord. Hallelujah, hallelujah, hallelujah. ସ୍ୱର୍ଗ ପୃଥିବୀର ପରମେଶ୍ୱର, ଆମେ ତୁମ ନାମର ଧନ୍ୟବାଦ ପ୍ରଶଂସା ଗୌରବ କରୁଛୁ। ପ୍ରେମ ଦୟା କୃପା କଲ ଅନ୍ଧକାର ରାତ୍ରରୁ ବଞ୍ଚାଇ ଆଜି ତୁମରି ମୁଖ ନିର୍ଗତ ବାକ୍ୟକୁ ଶୁଣିବା ପାଇଁ ପ୍ରଭୁ ଆମକୁ ସାହାଯ୍ୟ କରିଥିବାରୁ ଆମେ ତୁମକୁ ଧନ୍ୟବାଦ ଦେଉଛୁ। ପ୍ରେମକାରୀ ଦୟାକାରୀ ପରମେଶ୍ୱର, ପ୍ରଭୁ ତୁମେ ଦୟା କଲ, ଆମମାନଙ୍କୁ ପ୍ରେମ କଲ। ତୁମରି ମହାନ ଦାସଙ୍କର ମୁଖ ଦେଇ ଆମମାନଙ୍କର ଶିକ୍ଷଣୀୟ ବିଷୟ ପ୍ରଭୁ ତୁମେ ଶିଖାଇଛ, ସେଥିପାଇଁ ଧନ୍ୟବାଦ। ପ୍ରଭୁ ତୁମେ ଯେ ସତ୍ୟ ଈଶ୍ୱର, ତୁମକୁ ଜାଣିବା ହିଁ ଅନନ୍ତ ଜୀବନ ଅଟେ। ପ୍ରଭୁ ତୁମକୁ ଆମେ ଜାଣି ନାହିଁ, ବାସ୍ତବ ଜାଣିବା ଅର୍ଥ କ'ଣ ପ୍ରଭୁ ଏପର୍ଯ୍ୟନ୍ତ ତୁମରି ବାକ୍ୟକୁ ଆମେ ପାଳନ କରିପାରୁନାହିଁ। ପ୍ରଭୁ ଆମମାନଙ୍କ ଠାରେ ଏପର୍ଯ୍ୟନ୍ତ ଭରସା ନାହିଁ। ଆମମାନେ ଯେପରି ପ୍ରଭୁ ସତ୍ୟ ଜ୍ଞାତ ହେବୁ, ସତ୍ୟ ଦ୍ୱାରା ମାନେ ମୁକ୍ତି ପାଇବୁ, ଏଥିପାଇଁ ତୁମେ ସାହାଯ୍ୟ କର। ପ୍ରଭୁ ଆଜି ଯେଉଁ ବିଷୟ ଆମେ ଶୁଣିଛୁ, ସେ ବାକ୍ୟ ଆମମାନଙ୍କ ହୃଦୟ ମଧ୍ୟରେ ଅଙ୍ଗୀକାର କରିବୁ, ପାଳନ କରିବୁ, ବିଶ୍ୱାସ କରିବୁ, ତଦ ଅନୁଯାୟୀ ଜୀବନଯାପନ କରିବୁ, ଏଥିପାଇଁ ସାହାଯ୍ୟ କର। ପ୍ରଭୁ ତୁମେ ଜଗତକୁ ଆସିଲ ଶୈତାନର କାର୍ଯ୍ୟକୁ ବିନାଶ କରିବା ପାଇଁ। ଶୈତାନର କାର୍ଯ୍ୟ ଯେ ପ୍ରଭୁ ଆମେ ଜାଣୁଛୁ ଆମମାନଙ୍କୁ ଭୁଲାଇବା। ଆମେ ଯେପରି ପ୍ରଭୁ ତାର ପଥରେ ନ ଯାଇ ସତ୍ୟ ପଥରେ ଆମେ ଫେରିବୁ, ଏଥିପାଇଁ ସାହାଯ୍ୟ କର। ଧନ୍ୟବାଦ ଦଉଛୁ। ଯେଉଁ ମାଧ୍ୟମରେ ଯେତେ ଜଡ଼ିତ ଅଛନ୍ତି ପ୍ରତ୍ୟେକ ଶ୍ରୋତା ମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରଭୁ ତୁମରି ଦାସକୁ ତୁମେ ଅନୁଗ୍ରହ କର, ବଳ ଶକ୍ତି ସାମର୍ଥ୍ୟ ବୁଦ୍ଧି ଜ୍ଞାନରେ ପୂର୍ଣ୍ଣ କର। ଅନେକ ଆଗରେ ଏପରି ସାକ୍ଷୀ ହେବା ପାଇଁ ତୁମେ ସାହାଯ୍ୟ କର। ଧନ୍ୟବାଦ ଦଉଛୁ। ଦୟାକର ଯେଉଁମାନେ ବ୍ୟବହାର କରୁଛନ୍ତି, ସେ ପରିବାରକୁ ମଧ୍ୟ ତୁମେ ଆଶୀର୍ବାଦ କର। ପ୍ରଭୁ ଆଗାମୀ ଦିନମାନଙ୍କର ଆମେ ତୁମ ପାଇଁ ଆହୁରି ଅନେକ ନିଗୁଡ଼ ବିଷୟକୁ ଶୁଣିବା ପାଇଁ ତୁମେ ସାହାଯ୍ୟ କର। ଆମେ ଶୁଣିବୁ, ବୁଝିବୁ, ବିଶ୍ୱାସ କରିବୁ, ଏହିପରି ହୃଦୟ ମନ ଚେତନା ଆମମାନଙ୍କୁ ଦାନ କର। ସମସ୍ତ ମହିମା ପ୍ରଶଂସା ଗୌରବ ପାଅ। ପ୍ରତ୍ୟେକ ବିଷୟ ତୁମରି ପାଦ ତଳେ ରଖି ପ୍ରାର୍ଥନା ଶୁଣିଥିବାରୁ ଧନ୍ୟବାଦ ଦେଇ ଅତି ଶୀଘ୍ର ଆସିଥିବା ଯୀଶୁ ନାଁରେ ପ୍ରାର୍ଥନା ମାଗୁଅଛୁ। ଆମେନ୍। ହଉ, ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ ଆଜ୍ଞା, ପ୍ରେଜ୍ ଦ ଲର୍ଡ।
ଆସନ୍ତା ସାର୍ ଶେଷ ସପ୍ତାହରେ ଆଶୀର୍ବାଦ ଦେଖା ହବ। ସମସ୍ତଙ୍କୁ praise ସାର୍ the Lord. ଶେଷ ଆଶୀର୍ବାଦ କରିଦିଅ। ହଉ, ଓକେ। ଏତେବେଳେ ପିତା ଈଶ୍ୱରଙ୍କର ପ୍ରେମ, ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅସୀମ ଅନୁଗ୍ରହ, ଶାନ୍ତି, ଶକ୍ତି ଆମମାନଙ୍କ ତାକୁ ପ୍ରେମକାରୀ, ଭୟକାରୀ, ଆଜ୍ଞା ପାଳନକାରୀ ସମସ୍ତଙ୍କ ସହିତ ତୁମର ଆଗମନ ପର୍ଯ୍ୟନ୍ତ ସଙ୍ଗେ ସଙ୍ଗେ ଥାଆନ୍ତୁ। ଆମେନ୍। Amen. Praise the Lord, sir. ଓକେ, ପ୍ରେ ଦ ବହୁତ ଲର୍ଡ, ବହୁତ ପ୍ରେ ଦ ଧନ୍ୟବାଦ। ଲର୍ଡ। Praise ଥ୍ୟାଙ୍କ the ୟୁ, Lord. ଥ୍ୟାଙ୍କ Praise ୟୁ। the Lord. Praise the Lord. ଏଇ ଯୋଉ ଲିଙ୍କଟା ପଠେଇଲେ, ଏଟା କୋଉ ହଁ କାହା ନାଁରେ ପଠେଇଲେ? ସାର୍ କିଏ ପଠେଇଲା? ପ୍ରକାଶ ମୁଁ ପଠେଇଲି ପ୍ରକାଶ, ସାର୍। ପ୍ରକାଶ। ଆଜ୍ଞା ପ୍ରକାଶ ହଁ, ଭତ୍ରା। ଆଚ୍ଛା, ପ୍ରକାଶ ଭାଇ। ଓକେ, ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ, ଆଜ୍ଞା ଥ୍ୟାଙ୍କ ବହୁତ ୟୁ, ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ। ଆକ୍ଚୁଆଲି ସାର୍ ଅନେକ ଗ୍ରୁପରେ ଲିଙ୍କ ଯାଉଛି, ତେଣୁ ସେ ଅନ୍ୟ ଏକ ଗ୍ରୁପରେ ଯୋଡି ଯାଇଥିଲେ। ନା, ଯେତେବେଳେ ମୁଁ ମତେ ଏଇଟା ଫୋନ କଲେ ସେ ନାଁଟା ପାଇନଥିଲି, ନାଁଟା ପାଇନି। ଆଉ ଆଜ୍ଞା ସେଥିପାଇଁ ଏଇଟା ଟିକେ ଖାଲି ନମ୍ବରଟା ଆସୁଛି, ତ ନମ୍ବର ଆସିଲେ ମୁଁ ବୁଝିପାରୁନି ଏଇଟା କାହାର ହଁ ନମ୍ବର। ହଁ ପ୍ରକାଶ ଭତ୍ରା ବୋଲି ଲେଖି ଦିଅନ୍ତୁ ହଁ, ସାର୍। ପ୍ରକାଶ ବାତ୍ରା ଲେଖିଦେବି। ଆଜ୍ଞା ଓକେ, ବହୁତ ଧନ୍ୟବାଦ। ପ୍ରେ ଦ ଲର୍ଡ। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ ସାର୍, ଥ୍ୟାଙ୍କ ୟୁ। ହଁ, ଆପଣ ଆମକୁ ସମୟ ଦେଲେ। ଥ୍ୟାଙ୍କ ୟୁ। ହୁଁ, ସମସ୍ତଙ୍କୁ ପ୍ରେଜ ଦ ଲର୍ଡ। ବହୁତ ବହୁତ ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ। ଆଉ ଦିଦି, ଆମର ନୂଆ ଗୋଟେ ଝିଅ ଗୋଟେ ଆଜ୍ଞା ଜଡିତ ହେଇଛି, ମଣିପାଲକା ବୋଲି। ହଁ ମଣିପାଲକା, ହଁ ମଣିପାଲକା, ମଣି ପ୍ରେଜ ଦ ଲର୍ଡ। ସେ ଭିଡିଓ ପ୍ରାର୍ଥନା ମଧ୍ୟ କଲେ ଆମ ପାଇଁ। ବହୁତ ବହୁତ ମଣି ଧନ୍ୟବାଦ। ଭିଡିଓରେ ସାଲେମ ବହୁତ ବହୁତ ଧନ୍ୟବାଦ। ପଙ୍କଜ ବହୁତ ବହୁତ ଧନ୍ୟବାଦ। ନାନୀ ସମସ୍ତଙ୍କୁ ପ୍ରେଜ ଦ ଲର୍ଡ। ବହୁତ ବହୁତ ଧନ୍ୟବାଦ। ଆଉ ଆକ୍ଚୁଆଲି ଆଉ ଗ୍ରୁପରେ ବହୁତ ଗୁଡେ ଗ୍ରୁପରେ ସାର୍ ଏଡ୍ ଅଛନ୍ତି, ତେଣୁ ସିଏ ଅନ୍ୟ ଏକ ଗ୍ରୁପରେ ଜଏନ କରିକି ସେଠି ଆରାଧନା ଚାଲିଛି, ସେ ବସିଛନ୍ତି। ମୁଁ ଫୋନ କଲି, ସାର୍ ବହୁତ ଟାଇମ ହେଇଗଲା ବୋଲି କହିଲା। ସେ କହିଲେ ନାଇଁ ତ, ମୁଁ କେବେରୁ ଯୋଡିଛି, ଆପଣମାନେ ମତେ ବାକି ଏପର୍ଯ୍ୟନ୍ତ ଦଉନାହାନ୍ତି ବୋଲି କହିଲେ। ପରେ ମୁଁ କହିଲି ନାଇଁ ସାର୍, ସେଟା ଆମ ଗ୍ରୁପ ନାହିଁ ବୋଲି ସାଙ୍ଗେ ସାଙ୍ଗେ ଆଉ ଥରେ ଲିଙ୍କ ପଠେଇଲାରୁ ସେ ଜଏନ କଲେ। ତ ବହୁତ ବହୁତ ଧନ୍ୟବାଦ। ବହୁତ ସମୟ ହେଇଗଲା, ତଥାପି ଧୈର୍ଯ୍ୟ ସହିତ ସମସ୍ତେ ରହି ବାକ୍ୟ ଶୁଣିଥିବା ହେତୁ ପ୍ରତ୍ୟେକଙ୍କୁ ଧନ୍ୟବାଦ। ପ୍ରଭୁ ଆଶୀର୍ବାଦ କରନ୍ତୁ। ଶୁଣାନି ଆଜ୍ଞା, ପ୍ରେଜ ଦ ଲର୍ଡ। ଆମର ସାମସଙ୍ଗ ପ୍ରେସ୍ ଦ ଲର୍ଡ ଦିଦି, ସମସ୍ତଙ୍କୁ ହଁ ପ୍ରେସ୍ ଦ ଲର୍ଡ, ହଁ ଗୁଡ ଦିଦି ମର୍ଣ୍ଣିଂ। ପ୍ରେଜ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ, ଗୁଡ ପ୍ରେଜ୍ ଦ ମର୍ଣ୍ଣିଂ। ଲର୍ଡ। ସାମସଙ୍ଗ ଭାଇ SM ଭାଇ ଯାଇଥିବେ, କୋଉଠି ନାହାନ୍ତି ଦିଦି। ଭୁବନେଶ୍ୱର ଯାଇଛନ୍ତି ନାହାନ୍ତି ଆଜ୍ଞା। ସାର୍, ଭୁବନେଶ୍ୱର ଭୁବନେଶ୍ୱର ନାଇଁ, ଯାଇଛନ୍ତି। ସେ ବାହାରକୁ ଯାଇଥିବେ ସାର୍। ଭୁବନେଶ୍ୱର ଯାଇଛନ୍ତି, 2-4 ଦିନ ଲାଗିଯିବ ତାଙ୍କେ ଆଇବାକୁ। ଦିଦି, ତ ପ୍ରାର୍ଥନା କରନ୍ତୁ ଆଜ୍ଞା। ଆମର ମଣି ଝିଅର ମାଁ କୁ ପାରାଲିସ୍ ହେଇଛି। ହୁଁ ହୁଁ ଆମେ ହୁଁ। ସମସ୍ତେ ଟିକେ ପ୍ରାର୍ଥନା କରିବା ତାଙ୍କର ପାଇଁ ବୋଲିକିରି। ପ୍ରାର୍ଥନା ଟାଇମରେ ଟିକେ ନାଇଁ, ମୁଁ କହିଦବ, କହୁଛି ଏବେ। ନହେଲେ ଗ୍ରୁପ ନହେଲେ ମଣି ମେସେଜ କହ, ଚାଟ ବକ୍ସ ରେ ଲେଖିଦବ, ଯାହାର ଯୋଉଟା ଏଇଟା ହଉଛି ଆବଶ୍ୟକ ଆମର ଦିଦି। ପ୍ରାର୍ଥନା। ପାତ୍ର ଆଜ୍ଞା, ପ୍ରେଜ ଦ ଲର୍ଡ। ହଁ ହଁ ଠିକ ଅଛି, କାଲିରୁ ପ୍ରାର୍ଥନା କରିବା। ଆମର ଇଏ ମଣିପାଲକା ମଣିପାଲକା ପାଲକା ତାଙ୍କ ମା ଝିଅର ପାଇଁ। ମାଙ୍କ ପାଇଁ ଆମେ ବ୍ୟକ୍ତିଗତ ପ୍ରାର୍ଥନାରେ ମଧ୍ୟ ସ୍ମରଣ କରି ପ୍ରାର୍ଥନା କରିବା। ତାଙ୍କର ଦେହ ସୁସ୍ଥ ଅଛି। ଆଜ୍ଞା, ହଉ, ବହୁତ ଟାଇମ ହେଲା। ଓକେ। ଥ୍ୟାଙ୍କ ୟୁ ଦିଦି। Okay, Didi. ହଉ, Thank you. ଓକେ, ହଁ ଧନ୍ୟବାଦ। ସମୟ ମେଘା ପଳେଇଲା ବୋଧେ। Again, Didi. ନାନୀ ଆମେ ପ୍ରେଜ ଦ ଲର୍ଡ। ଲିମା ସାର୍, ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଲର୍ଡ ସାର୍। ପ୍ରେଜ ଦ ଲର୍ଡ। ଭଲ ଅଛନ୍ତି ସାର୍? ସାର୍, ଭଲ ଅଛନ୍ତି କି? ଆଉଟଡୋର ରେ ଅଛି ଆଜ୍ଞା। ଆହ, ଆଜ୍ଞା ବାହାରେ ଆଜ୍ଞା, ଟିକେ ଅଛି। ଓକେ ଓକେ। Didi ମୋର ଆଜ୍ଞା। ହଉ Praise the Lord. ହଉ ହଉ, ପ୍ରେଜ ଦ ଲର୍ଡ। ଆଜି ତମ ଲାଇଟ ନାହିଁ। ଓହୋ, ସେଟା ପାଇଁ ତ ଅନ୍ଧାରେ ଅଛୁ ବାବୁ। ସେଥିପାଇଁ ତ ଅନ୍ଧାରରେ ଅଛି ଆଉ। ହୁଁ, ହଉ ଦିଦି, ହଉ ହଉ ହଉ, ରହିଲି। ରହିବା ସମସ୍ତଙ୍କୁ ପ୍ରେଜ୍ ଦ ରହିବା। ଲର୍ଡ। ହେଲେ ହଁ, 6ଟା ଅଧେ ହେଇଗଲା। ସମସ୍ତଙ୍କୁ ପ୍ରେଜ ଦ ଲର୍ଡ। ଆଉ ସାର୍ ଆସିଲା ଦିନ ଆମକୁ ଟିକେ ଟାଇମ ଦେବାକୁ ପଡିବ।